ଯେତେବେଳେ ଆମମାନେ ବଞ୍ଚୁଛୁ ତ ସେଇଠି ବହୁତ ଗୁଡ଼ିଏ ପରମେଶ୍ୱର ନୂଆ ନୂଆ ପ୍ଲାନିଂ ବି ଦେଉଛନ୍ତି। ତ ଆସନ୍ତା କାଲି ସୋମବାର ମଙ୍ଗଳବାର ବୁଧବାର 3 ଦିନ ପର୍ଯ୍ୟନ୍ତ ଆମମାନଙ୍କର ୟୁଥମାନଙ୍କର ୱାର୍କସପ୍ ହେବ ବ୍ରହ୍ମପୁରରେ। ତ ପିସ୍ ପ୍ଲାଣ୍ଟର ଆଉ କିମଚନ ୟୁନିଭର୍ସିଟି ପାଇଁ ତାପରେ ଆମମାନଙ୍କର ୟୁଥମାନଙ୍କର ଫେଲୋସିପ୍ ସମୟ ମଧ୍ୟ ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। ତ ସେଇ ଜାଗାରେ ମଧ୍ୟ ଆମମାନଙ୍କର ପ୍ରତ୍ୟେକ ୟୁଥମାନେ ଯିବେ। ତ ସେଥିପାଇଁ ମଣ୍ଡଳୀକୁ ମୁଁ ନିବେଦନ କରୁଛି, ପ୍ରାର୍ଥନା କରିଦିଅନ୍ତୁ। ସେଠି ବହୁତ ଗୁଡ଼ିଏ ଆବଶ୍ୟକ ଅଭାବ ବି ଅଛି, ଆଉ ବହୁତ ଗୁଡ଼ିଏ ବିଷୟର ଗାଇଡ଼ାନ୍ସ ବି ଦରକାର। ତେଣୁକରି ଆମମାନେ କେମିତି କରିବୁ ଜାଣିନୁ। ତ ମୁଁ ଆଶା କରୁଛି ପ୍ରଭୁ ନିହାତି ଆମମାନଙ୍କୁ ସାହାଯ୍ୟ କରିବେ। ଭାଇ ଭଉଣୀମାନେ, ଯେତେବେଳେ ଆମମାନେ ମଣ୍ଡଳୀକୁ ଆସୁଛୁ ତ ଏଇଟା ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମମାନଙ୍କର ସମୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆମର ସର୍ଭିସ୍ ଟାଇମ୍କୁ ଆପଣ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ତାପରେ ଆମର ଆଜି ପ୍ରଭୁ ଭୋଜ ବି ଅଛି। ତ ପ୍ରଭୁ ଭୋଜ ସରିଲା ପରେ ମଧ୍ୟ ଆମମାନଙ୍କର ଗ୍ରୁପ୍ ମିଟିଂ ଗୁଡ଼ାକ ଅଛି। ତେଣୁକରି ସମସ୍ତେ କୁଆଡ଼େ ନ ଯାଇକି ଆପଣ ଚର୍ଚ୍ଚର ସେଡ୍ୟୁଲ୍ ଅନୁସାରେ ଆପଣମାନେ ଗାଇଡ଼ ହୁଅନ୍ତୁ। ତ ବିଶେଷ କରି ଧନ୍ୟବାଦ ଦେଉଛି ମୁଁ ଆଜି ଡାଇନାର ମଧ୍ୟ ସାକ୍ଷ୍ୟକୁ ଶୁଣିଲି। ତ ଗତ ଦିନମାନଙ୍କରେ ସେ ବହୁତ ଅସୁସ୍ଥ ଥିଲା, ଆଉ ମୁଁ ଯେତେବେଳେ ତାଙ୍କୁ ଦେଖି ଯାଇଥିଲି ତ ସେଇଠି ବହୁତ ଗୁଡ଼ିଏ ପରିସ୍ଥିତିରେ ସେ ଗତି କରୁଥିଲା। କିନ୍ତୁ ପ୍ରଭୁଙ୍କୁ ବେଶୀ ଧନ୍ୟବାଦ ଦେଉଛି ଯେ ତାକୁ ଆଜି ଏଠୁକୁ ଆଣିକି ସାକ୍ଷ୍ୟକୁ ଦେବା ପାଇଁ ତାକୁ ବନେଇଲେ। ତ ମୁଁ ଆଶା କରୁଛି ଆଉ ପ୍ରାର୍ଥନା ବି କରୁଛି ଆଗକୁ ମଧ୍ୟ ବହୁତ ଅତି ଶୀଘ୍ର ଆହୁରି ଅଧିକ ରିକଭରି ହେଉ। ଆମର ଏଲ୍ଡର ଶିଶୁ ପ୍ରଧାନଙ୍କର ମଧ୍ୟ ଦେହ ଭଲ ନଥିଲା, ଆମେ ଯାଇଥିଲୁ ଦେଖିବା ପାଇଁ। ତ ଆଜି ମୁଁ ତାଙ୍କୁ ସର୍ଭିସରେ ଦେଖିକି ମଧ୍ୟ ବହୁତ ଧନ୍ୟବାଦୀ ଅଟେ। ଆଉ ଏହି ପ୍ରକାର ଭାବରେ ଅନ୍ୟାନ୍ୟ ଜାଗାମାନଙ୍କରେ ମଧ୍ୟ ଭାଇ ଭଉଣୀମାନେ ମୋତେ ଫୋନ୍ କରିଥାଉଛନ୍ତି, ଆଉ ମଣ୍ଡଳୀ ତାଙ୍କ ପାଇଁ ପ୍ରାର୍ଥନା କରୁଥିବା ଯୋଗୁଁ ପରମେଶ୍ୱର ତାଙ୍କୁ ବହୁତ ମୂଲ୍ୟାୟନ ଭାବରେ ସୁସ୍ଥ କରିଛନ୍ତି ବୋଲି ବେଶୀ ଧନ୍ୟବାଦ ବିଷୟ ଏଇଟା। ତ କ୍ରମାଗତ ଭାବରେ ଆପଣଙ୍କର ଯାହା ମଧ୍ୟ ଆବଶ୍ୟକ ଆପଣଙ୍କର ଦୈନନ୍ଦିନ ଜୀବନରେ ମଣ୍ଡଳୀକୁ ଜଣାନ୍ତୁ, ଆଉ ପ୍ରଭୁ ଦାସଙ୍କୁ ଜଣାନ୍ତୁ। ଆଉ ବାକ୍ୟ ଦ୍ୱାରା ଯେପରି ସମାଧାନ ହେବ ତାହା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମମାନଙ୍କର ଆତ୍ମିକ ଜୀବନ ପାଇଁ। ତ ଯେତେବେଳେ ଆମେ ଆତ୍ମିକ ଜଗତରେ ବଞ୍ଚୁଛୁ ସେଠି ବହୁତ ଗୁଡ଼ିଏ ବିଷୟ ଗୁଡ଼ାକୁ ଆମେ ସମ୍ମୁଖୀନ କରିଥାଉ। ତ ବହୁତ ଲୋକମାନେ ଭାବନ୍ତି ଆତ୍ମିକ ଭାବରେ ବଞ୍ଚିବା ଲୋକମାନେ କେବେ ରୋଗୀ ହେବେ ନାହିଁ, କେବେ ତାଙ୍କ ଜୀବନ ଅଭାବ ଆସିବ ନାହିଁ, ତାଙ୍କ ଜୀବନରେ କେବେ କଷ୍ଟ ଆସିବ ନାହିଁ, କି ସେମାନଙ୍କ ଜୀବନରେ କେବେ ମଧ୍ୟ ପରିସ୍ଥିତିକୁ ସେମାନେ ସାମ୍ନା କରିବେ ନାହିଁ, ସଦାବେଳେ ଭଲ ବିଷୟ ହିଁ ଘଟିବ। ତ ଏଇଟା ଗୋଟେ ବିଷୟ ଯାହାକି ସେମାନଙ୍କର ନିଜର ଆଇଡ଼ିଓଲୋଜି, ନିଜର ଚିନ୍ତାଧାରା, ସେମିତି କେବେ ବି ନାହିଁ। ବିପରୀତ ଭାବରେ ବାଇବଲରେ ଯଦି ଆମେ ଦେଖିବା, ଯେଉଁ ଲୋକମାନେ ପ୍ରଭୁଙ୍କ ଦ୍ୱାରା ମହାନ ଭାବରେ ସେମାନେ ଆତ୍ମିକ ଜୀବନକୁ ବା ବିଶ୍ୱାସର ଜୀବନକୁ ବିତେଇଛନ୍ତି, ତ ଅନ୍ୟ ଲୋକମାନଙ୍କ ପରିବର୍ତ୍ତେ ସେମାନଙ୍କର ଜୀବନରେ ବହୁତ ଗୁଡ଼ିଏ ସମସ୍ୟାକୁ ନେଇକି ସେମାନେ ଗତି କରୁଥିବାର ଆମମାନେ କାହାଣୀକୁ ଦେଖୁଛୁ ବାଇବଲରେ। କିନ୍ତୁ ଗୋଟେ ହେଉଛି ତଫାତ ହେଉଛି ଯେ ଗୋଟେ ଖ୍ରୀଷ୍ଟିଆନ ଜୀବନରେ, ଗୋଟେ ଖ୍ରୀଷ୍ଟିଆନର ଲାଇଫରେ ସମସ୍ତ ବିଷୟର ମୂଳ ହେଉଛନ୍ତି ପରମେଶ୍ୱର। ହେଲେ ପରମେଶ୍ୱର ସମସ୍ତ ବିଷୟକୁ ସେ ଆରମ୍ଭ କରନ୍ତି ଆଉ ଶେଷ କରନ୍ତି। ତେଣୁକରି ଆଜି ଆମମାନଙ୍କର ସଣ୍ଡେ ସର୍ଭିସରେ ମଧ୍ୟ ଆମେ ବେଶୀ ଅନୁଗ୍ରହ ପାଇଛୁ। ତ ପ୍ରଭୁଙ୍କର ଯୋଜନା ଆମେ କେବେ ମଧ୍ୟ ଆମମାନଙ୍କର ସୀମିତ ବୁଝାମଣା ଯେଉଁଟା ଅଛି ଆମ ଭିତରେ ଆମେ ବୁଝିବା ଅସମ୍ଭବ ଅଟେ। ତେଣୁକରି ସବୁଠାରୁ ଇମ୍ପୋର୍ଟାଣ୍ଟ ପାର୍ଟ ହେଉଛି ଆତ୍ମିକ ଜୀବନରେ ରିପେଣ୍ଟାନ୍ସ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆତ୍ମିକ ଜୀବନକୁ ବଞ୍ଚିବା ପାଇଁ ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମନ ପରିବର୍ତ୍ତନ। କିନ୍ତୁ ଅଧିକାଂଶ ଲୋକମାନେ ମନ ପରିବର୍ତ୍ତନ ବିଷୟକୁ ନେଇକି ଭୁଲ ବୁଝିଥାନ୍ତି। କିଏ ଭାବନ୍ତି ଖରାପ ବ୍ୟବହାର ନ କରିକି ଭଲ ଭାବରେ ବଞ୍ଚିବାଟା ହେଉଛି ନିହାତି ଜରୁରୀ, ଆମକୁ ମନ ପରିବର୍ତ୍ତନ କରିବାଟା। ନହେଲେ ଆମମାନେ ଯଦି ମନ ପରିବର୍ତ୍ତନ କରିବା ତାହେଲେ ଆମମାନେ ଆଉ କେବେ ମଧ୍ୟ ଭୁଲ କରିବା ନାହିଁ। ତ ଏହି ସମୟରେ ଯେଉଁ ବଲାଙ୍ଗୀରରେ ମୁଁ ପ୍ରିଚିଂ କରୁଥିଲି, ତ ସେଇଠି ବହୁତ ଗୁଡ଼ିଏ ଲିଡରମାନେ ଆସିଥିଲା। ସେମାନେ ଆମକୁ ପଚାରିଲେ, ଆମେ ତ ଜାଣିଛୁ ଯୀଶୁଙ୍କ ରକ୍ତ ଦ୍ୱାରା ଆମେ ଧାର୍ମିକ ହେଇଛୁ, ଆମର ପାପ ଚାଲିଯାଇଛି, କିନ୍ତୁ ତାପର ସମୟରେ ପାପ ନାହିଁ, ପାପ ଯୀଶୁଙ୍କ ରକ୍ତ ଦ୍ୱାରା ଧୋଇ ହେଇଯାଇଛି। କିନ୍ତୁ ପବିତ୍ର ଧାର୍ମିକ ହେଲା ପରେ ଯଦି ଆମମାନେ ପାପ ଜୀବନ ବିତେଇବା ପାଇଁ କି ଆମେ ଯଦି ଭୁଲ ଭାବରେ ବଞ୍ଚିବା ପାଇଁ ଯଦି ଆମକୁ ସୈତାନ ଠକିବ, ତାହେଲେ
से समय आम केमती निजर जीवन को मैनेज करवाटा तो ए विषय को से पचारि तो से हृदय भितर से विषय को लेकिन द्वंद्व मत था किंतु गोटे गोटे वाक्य को लेकिन जिते आम कथबार्ता कलु आलोचना कलु सब विषय भितर क्लारिफाई हो गला तो आम जाना निहाती आवश्यक अटे जे धार्मिकर जीवन जापन बा पवित्र जीवन जापन कर व्यक्ति मानकर बा लोक मान लाइफ रे सबुठार गुरुत्वपूर्ण विषय कौन जमीती आम बाइबल रे देखिबा जे जहन 13 पर्व जीशु पितर को कहते जे मु तोर पाद को धोई देवाई दरकार तो से पितर मना करुँच ना केमिति एटा संभव आपण परम प्रभु है कि मोर पाद के धोई पारे आपण तो मनुष्यत्व भाव देखिले ह्यूमनिस्टिकली वर्तमान जो से चिंता करुँच विषय को जीशुर शुणिकी भल लगुना अरे मोठू बड़ प्रभु है कि मोर पाद को के धोई पारे आपण कि जीशु से समय कहले मुझे तुम पाद धोईदेवी ना तारे तुम मोर कौन से अंश ना तो जदिव से समय पितर को जीशु जहाँ भी कहले पितर से विषय बुझीपार नो तो यहाँ केवल पितर स्टोरी ना आप डीपली चिंता करूँ तो पितर गोटे दृष्टि बर्तमान से कहते जे मोर पाद धोइबार आवश्यक नहीं जे आपण एत बड़ अच्छा प्रभु अच्छा तो यहाँ गोटे विषय जहाँ कि पितर उत्तमतार विषय को देखला पर लगुच तो पितर गोटे लोक जी कि जीशु को दिने कहले जे नाई नाई आप क्रूस मरवा उचित नुहे आमको छाड़ी केमती आप जीवे तो ये कथा गुड़ाक सामान्य पर लगी था एक तो नेगेटिव पर लगी था ना पॉजिटिव पर लगी था तो पितर को चारिआड़े थी लोक मैंने जदि शुणवे जे जीशु को पितर कहते जे मुझे आपको छाड़ी ना आपड़ के कदापि क्रूस मरवा उचित ना आपण को छाड़ी आम केमी बचबू कि पितर को जीशु डायरेक्टली कहते कौन बोली दूर हो शैतान तो यहाँ गोटे विषय मनुष्यता भाव भाविले केमती लगे जदि जड़े लोक कौच जे मु आपन को भल पाऊँ आपण बिना बंची पारू ना आप छाड़ी जी आम को हाँ ताले ये गोटे साधारण भाव में जब चिंता करें ताले एमती किसी गुरुतर समस्या पर देखा जाऊँगी कि यहाँ गोटे गुरुतर समस्या पर देखा जाऊना जो पितर को लगुच जीशुख्रीष्ट के क्रूस मरवा उचित ना आमठू विच्छिन्न होगा उचित ना तो ये विषय को कहवा विषय नहीं कि पितर के सीरियसली भावुना जे यहाँ केड़े बड़ समस्यार विषय मो पाई तो जीशु सीधा सड़क कहते दूर हो शैतान तुम्हें ईश्वर विषय न भाविकी तुम मनुष्य विषय भावुच तो से सर पितर चेता जहाँ से भावुले जीशु विषय गोटे मुहूर्त प्रकाश पाइला जीशुर क्रूस मरवा कौन पर आवश्यक था से विषय पितर एक्जाक्टली जान नी ना नहीं एवं जो बाइबल जदि ये विषय को चिंता करवा माने जीशुख्रीष्ट जो पितर को कहते मुझे तुम पाद धोवा निहाती आवश्यक अटे जदि पितर को जदि अखाड़ लगुच पितर को जदि मन एलाव करूना यहाँ केमती हम यहाँ उचित ना तो जिते आम मैंने प्रभु को निकट को जाऊँ आम केतरा विषय को लेकिन आम कथबार्ता कर प्रभु दास सहित परमेश्वर दास होती गोटे मध्यम मीडिएटर भाव में आम को प्रभु सहित संयुक्त करने से रोल अभिनय कर किंतु केतरा विषय जहाँ कि आम प्रभु दास को आम जनवाई सक्षम हो पारुनु तो जो विषय गुड़ाक आम कहवाई आमको किसी कुंठाबोध प्रकाश हो न था मैंने आउ केतरा विषय को लेकिन आम कहवाई चाह न था ना तो जदि केतरा विषय को लेकिन आम कहवाई चाहूनु से भीतर से विषय गुड़ाक बैकग्राउंड कौन हाँ से लाज लगे विषय आसीपे मोर इमेज जोटा अच्छी बर्तमान से भांगी जापे बोली भाविबा विषय एत कदर्य विषय गुड़ाक मुझे सेयर करी प्रभु पाखे एमती केमती कहीपरि कौन भावे मते एमती मैंने चिंता करूँ किंतु परमेश्वर कहवाक चाहूँगी जे मु तुम पाद धोई न धोइले तुम मोर कौन अंश ना तो बर्निगन है परित्राण पाइला
परमेश्वर आम जीवन में कौन काम करते गोटे दृष्टि देखिले प्रभु आम जीवन में आमर माइंड सेट कौन मु धार्मिक से प्रभु मो काम करुँच रोग आसिले प्रभु मत निहाती रोगर भल करेंगे कष्ट आसिले निहाती प्रभु मत कष्ट मत मुक्त करेंगे समस्या को सम्मुखीन कले निहाती प्रभु मत समस्या मुक्त करेंगे यहाँ हूँ आमर माइंड सेट प्रभु आम काम करने एमती चिंताधारा प्रभुंर कि आप अपर पक्षर चिंता करूँ कहीं इस्राएल लोक मैंने किणा देश को पहुँचला पूर्वर प्रभु से मानक 40 वर्ष धरिक मरुप्रांत रखापी पड़ा कहीं परमेश्वर लोहित सागर को पार करने परिस्थिति को सामना करेले इस्राएल लोक मान परमेश्वर कहीं किनान को पहुँचला पूर्वर जर्दन नदी को से पार करने ठेलुंट तो प्रथम लोहित सागर हो कि मोर प्रांतर हो कि बर्तमान जर्दन नदी हो ए तीनटा विषय सामना करने जो प्रभु बनाऊँच ये तीनटा विषय द्वारा एम नेगेटिव इफेक्ट हो प्रभु आड़ को आ प्रभु दास आड़ को एमानकर जदि आम कष्ट को देखा ताले चारिटा विषय को चिंता करिया प्रथम हूँ मिस्र देशर जंत्रणा राजा फारों ठार से पाँच तो मिस्र देश में फारो राजा ठारू इस्राएल लोक जो कष्ट जो जंत्रणा जो कृतदास प्रथा है बाध्य होकर काम करुले आप चिंता करूँ से जीवन में राजा फारों तले बंचला समय इस्राएल लोक भितर गोटे लोक संतुष्ट हो कि जीवन को लेकिन आम खुशी अच्छे कहीकि आप भावुं समस्त मन भर एमती चिंताधारा अच्छी थिला आम केमती ए जंत्रणामय दुनिया आमने मुक्ति पाइबू एबे आम कंपेयर करवा मिस्र देश में थिबा इस्राएल लोक मैंने राजा फारों तले जंत्रणा भोग करुले बर्तमान लोहित सागर को बर्तमान मिस्र देश भितर थिबा लोकर जीवन जापन इस्राएल लोकर कंपेयर करवा प्रभु कहले तमें समुद्र भीतर को पशि जाओ आ प्रभु तुम गोटे रास्ता से जगह बनई आ तुम पशिले तुम शुष्क रास्तार नेक्स्ट आगू जापर प्रभु तुमको जुआड़ नापी चाहूँ ये लोक मैंने मौसा प्रभु को चित्कार करुँच कहीं तुम एठू आम आनल कि प्रकार लोक ये एडे बड़ समुद्र गत दिनक आमने ब्रह्मपुर को जाऊँ आमर जो यूथ मीटिंग जोटा अच्छी से जगह गोपालपुर बीच पाखे कराऊँ तेणुक आम से जगह सेटअप करने गला समय मु पास्टर रथ पास्टर जेसन आरे मु 3 जन गलु तो से पास्टर लकी थे आम 4 जन आउ से जगह आम गलु से होटेल को देखापी तो हठात कथा पड़ा आम जस्ट 1 किलोमीटर सी बीच पूर्वर आम से होटेल सीटा अच्छे लकी पास्टर पुओ बेनेट आहरी सान झील तो मु कहली बेनेट तू सी बीच जीवु कि ते बुले नेबी तो से कि न कह तो मुझे नहीं जावा देखा टे से समय जेसन पास्टर मत कहले पास्टर मो जीवन में मुझे समुद्र देखी ना अरे सतना कौन हाँ पास्टर मुझे भी देखी नहीं समुद्र ठीक अच्छे आज देखू तो मु जानी ना ये मत थे कि ना समुद्र किए देखी ना हाथ टेक लाज करते ना भल हाथ टेक अधा जी टेकुच कौन अधा देखी आमर केतन भाई देखी समुद्र जा हो कौटे गोपालपुर देखुं ठीक अच्छे तो से दिन जेसन पास्टर को लेकिन मु गली से जाओ जाओ जेसन पास्टर अरे एते पानी से समुद्र देखिक कौन कथा जानी पारा ना तो मुझे मु भी कहली मु भी प्रथम थर पर बीच को गली मुझे पार्टी हाँ करके देखिली कौन एटा बोली कही तो से दिन से बहुत खुशी हेली पास्टर मोर फोटो गोटे उठेबी कि इंडिविजुअल फोटो बोली कहते मु कहली हाँ ठीक अच्छे तोर इंडिविजुअल फोटो उठेबू तो फोटो उठेली तार फेर आसलु जदि सी जगह मुझे जेसन को कही था अरे ये समुद्र पार हेले नेक्स्ट रे आमर ब्रह्मपुर चर्च अच्छी पछाई बोली कहले से कौन कही था
ମୋ ସହିତ ମିଶେଇକି ଆମ ଭିତରେ କିଏ ଅଛି ଯାହାକୁ ଯଦି ପାଷ୍ଟର କହିବେ ତମେ ସମୁଦ୍ର ଭିତରେ ପଶ ଚାଲି ଚାଲି ଯାଅ କହିବେ କିଏ ହଁ କହିବ। ଆମର ନିଜର ବୁଝାମଣା ଆମମାନଙ୍କର ଚିନ୍ତାଧାରା ଆମର ଶରୀର ଆମକୁ କେବେ ମଧ୍ୟ ଏଲା କରିବ ନାହିଁ ଏହି ପ୍ରକାର ପରିସ୍ଥିତିରେ ସାମ୍ନା କରିକି ଯଦି ମଶା କହିବେ ତମେ ପଶ ବୋଲି କହିବେ। ତ ଯେତେବେଳେ ଲୋକମାନେ ବୁଝୁନାହାନ୍ତି ଯେ କାହିଁକି ମଶା କହୁଛନ୍ତି ସମୁଦ୍ର ଭିତରେ ପଶିବା ପାଇଁ, ଆପଣଙ୍କୁ ଯଦି ଲାଗୁଛି ଭାଇ ଭଉଣୀ ଇସ୍ରାଏଲ ଲୋକମାନଙ୍କୁ ଖାଲି ସମୁଦ୍ର ଭିତରେ ରାସ୍ତା ଗୋଟେ ଅଛି ପ୍ରଭୁଙ୍କ ଦ୍ୱାରା ପ୍ରସ୍ତୁତ ହେଇକି ଅଛି ବୋଲି ସେତିକି ମାତ୍ର ଯଦି ସେମାନଙ୍କୁ ଦେଖିବା ପାଇଁ ବୁଝିବା ପାଇଁ ଯଦି ପ୍ରଭୁ ତାଙ୍କୁ କହିଥିଲେ ସମୁଦ୍ର ଭିତରେ ପଶ ବୋଲି, ତାହେଲେ ଆମେ ମାତ୍ର 5% ଜାଣିଛୁ ପ୍ରଭୁଙ୍କର ଯୋଜନା କାହିଁକି ପଶେଇଲେ। ଯଦି ଆମେ ଭାବୁଛୁ କେବଳ ସମୁଦ୍ର ଭିତରେ ଜୀବନର ରାସ୍ତାକୁ ଦେଖାଇବା ପାଇଁ ପରମେଶ୍ୱର ମଶାଙ୍କୁ କହିଲେ ଇସ୍ରାଏଲ ଲୋକକୁ କହ ସେ ଭିତରେ ପଶିଯାଆନ୍ତୁ, ସେତିକି ମାତ୍ରାରେ ଯଦି ଆମେ ଭାବୁଛୁ ସେଇଟା କେବଳ ପ୍ରଭୁଙ୍କର ଇଚ୍ଛା, ତାହେଲେ ଆମେ କେତେ ଦୂର ଜାଣିଛନ୍ତି ବହୁତ କମ୍ ମାତ୍ରାରେ। ପ୍ରଭୁଙ୍କର କେବଳ ଏ ଯୋଜନା ନଥିଲା ସେମାନଙ୍କୁ ସମୁଦ୍ର ପଥରେ ଶୁଷ୍କ ରାସ୍ତା ଦେଇକି ସେମାନଙ୍କୁ ପାର କରିବା ପାଇଁ, ସେଇଟା କେବଳ ପ୍ରଭୁଙ୍କର ଯୋଜନା ନଥିଲା। ପରମେଶ୍ୱରଙ୍କର ମୂଳ ଯୋଜନା କ'ଣ ଥାଇପାରେ ଇସ୍ରାଏଲ ଲୋକମାନଙ୍କ ଆଡ଼କୁ? ଲୋହିତ ସାଗରକୁ ପାର କରିବା ପଛରେ ପ୍ରଭୁଙ୍କର ମୂଳ ଯୋଜନା କ'ଣ ଥାଇପାରେ? ଯେନ୍ ବର୍ତ୍ତମାନ ଆମେ ଚିନ୍ତା କରୁ ଏ ବିଷୟରେ ଗଭୀର ଭାବରେ। ଏନିହା ବର୍ତ୍ତମାନ ତାଙ୍କର ଭିତରୁ ବର୍ତ୍ତମାନ ରିଆକ୍ସନ୍ ବାହାରୁଛି। ସେମାନେ କ'ଣ କହିବା ପାଇଁ ଆରମ୍ଭ କଲେ, ଆରେ ଆମେ କ'ଣ ପାଇଁ ଯିବୁ ଏ ଭିତରେ? ବିଭିନ୍ନ ପ୍ରକାର ଭାବରେ ସେମାନେ କଥାବାର୍ତ୍ତା କରୁଥିବେ ସେ ସମୟରେ। କିନ୍ତୁ ପରମେଶ୍ୱର କହିଲେ ମଶା, ସେମାନଙ୍କ ସାମ୍ନାରେ ବର୍ତ୍ତମାନ ଦୁଇଟା ଅପସନ୍ ଅଛି। ଗୋଟେ ହେଉଛି ସେମାନେ ଯଦି ସମୁଦ୍ର ଭିତରେ ପଶିବେ ତାହେଲେ ସେମାନେ ମରିବେ ତାଙ୍କର ଦୃଷ୍ଟିରେ, ତାଙ୍କର ଚିନ୍ତା ଅନୁସାରେ, ତାଙ୍କର ଆଖି ଅନୁସାରେ, ତାଙ୍କର ଦୃଷ୍ଟି ଅନୁସାରେ, ତାଙ୍କର ବୁଝାମଣା ଅନୁସାରେ ଯଦି ସେମାନେ ସମୁଦ୍ର ଭିତରେ ପ୍ରବେଶ କରିବେ ତାହେଲେ ସୁନିଶ୍ଚିତ ମରିବେ ସେମାନେ। ଆଉ ଯଦି ସେମାନେ ପଛକୁ ଫେରିବେ ତାହେଲେ ପଛରେ ବର୍ତ୍ତମାନ କିଏ ଆସୁଛି? ଫାରୋଙ୍କର ସୈନ୍ୟମାନେ ଗୋଡ଼ଉଛନ୍ତି। କ'ଣ କରିବା ପାଇଁ? ଏମାନଙ୍କୁ ହତ୍ୟା କରିବା ପାଇଁ ନାହିଁ, ଏମାନଙ୍କୁ ଧରିକି ଆଉ ଥରେ ନେଇକି ପୁନର୍ବାର ଏମାନଙ୍କର ବେକରେ ଶିଙ୍କୁଳି ଲଗେଇକି ଏମାନଙ୍କୁ ଦାସ ଭାବରେ, କୀଟ ଦାସ ଭାବରେ ଏମାନଙ୍କୁ ବ୍ୟବହାର କରିବା ନା ନାହିଁ? ହଁ, ରାଜା ଫାରୋ ମଧ୍ୟ ସୈନ୍ୟମାନଙ୍କୁ ପଠାଇଛନ୍ତି ବର୍ତ୍ତମାନ ଇସ୍ରାଏଲ ଲୋକକୁ ନେଇକି ଆସ। ଏବେ ପ୍ରଭୁ ମଧ୍ୟ କହୁଛନ୍ତି ସମୁଦ୍ର ଭିତରେ ପଶ। ଗୋଟେ ହେଉଛି ମୂର୍ତ୍ତିର ପରିସ୍ଥିତି, ଆଉ ଗୋଟେ ହେଉଛି କ'ଣ? କୀଟଦାସର ଜୀବନକୁ ଆଉ ଥରେ ଫେରିବା ପାଇଁ ପଡ଼ିବ ସେମାନେ। ଭାଇ ଭଉଣୀମାନଙ୍କୁ ମୁଁ ଆଜି କହିବାକୁ ଚାହୁଁଛି, ଦାଉଦ ଯେଉଁ ସମୟରେ ଗୋଲିଆତକୁ ହତ୍ୟା କଲେ, ଦାଉଦ ଗୋଲିଆତକୁ ହତ୍ୟା କଲା ପରଠାରୁ ଖୁସିର ଜୀବନ ଦାଉଦଙ୍କର ଷ୍ଟାର୍ଟ ହେଲା ଭାବନ୍ତୁ ନାହିଁ। ଆରାମ ଭାବରେ ବଞ୍ଚିଲେ ଭାବନ୍ତୁ ନାହିଁ। ଯେଉଁ ମୁହୂର୍ତ୍ତରେ ବର୍ତ୍ତମାନ ଦାଉଦ ଗୋଲିଆତକୁ ମାରିଲା ପରେ, ଦାଉଦ ପରମେଶ୍ୱରଙ୍କ ଦ୍ୱାରା ୟୁଜ୍ ହେଲା ପୂର୍ବରୁ ବା ଗୋଲିଆତକୁ ମାରିବାର ସମୟ ପୂର୍ବରୁ ଦାଉଦ ଯେମିତିକା ଲାଇଫ୍ ବିତେଇଥିଲେ, କଷ୍ଟ ବି ଥିବ ତାଙ୍କ ଲାଇଫ୍ରେ, ସମସ୍ୟା ବି ସେ ସମ୍ମୁଖୀନ କରୁଥିବେ, କିନ୍ତୁ ଯେତେବେଳେ ଏହି ପ୍ରକାର ପ୍ରଭୁଙ୍କର ଯୋଜନା ଭିତରକୁ ଆସିଲେ ତା ପରବର୍ତ୍ତୀ ସମୟର ହିଁ ତାଙ୍କ ଜୀବନ ଭୟଙ୍କର ସମସ୍ୟା ହେଇଗଲା। ଆଜି ଏ ଘରେ, କାଲି ସେ ଘରେ, କାଲି ସେ ଗୁମ୍ଫାରେ, କାଲି ସେ ପର୍ବତରେ ରାତି ଅଧାରେ ଶୋଇଥିବେ, ଆସିକି ଆରେ ସାଉଲ ତତେ ମରିବା ପାଇଁ ଗୋଡ଼ଉଛି, ବେଗି ବେଗି ଯାଅ ଏଠୁ। ବର୍ତ୍ତମାନ ଦାଉଦଙ୍କର ଜୀବନ ଦେଖିବା ତାହେଲେ ଦାଉଦ ଧାଉଁଛନ୍ତି ପଛରେ, ସମସ୍ୟା ଗୋଡ଼ଉଛି। ସାଉଲ ଦାଉଦଙ୍କୁ ଅନେକ ଥର ଚେଷ୍ଟା କଲେ ହତ୍ୟା କରିବା ପାଇଁ ନା ଭାଇ ଭଉଣୀମାନେ। ବେଳେବେଳେ ଦାଉଦ ଭାବିଥିବେ କାହିଁକି ମୁଁ ଗୋଲିଆତକୁ ମାରିବାର ଥିଲା, କାହିଁକି ମୁଁ ଏଇ ଯାଏଁ ଏମିତି ଫେମସ୍ ହେବାର ଥିଲା, କାହିଁକି ମୋ ନାଁରେ ଦାଉଦ ମାରିଲେ? କେତେ ଦାଉଦ କେତେ କେତେ ମାରିଲେ ବୋଲି ଲୋକମାନେ ହେଲେ ବେଶୀ ଆଗ ନା ସେଦିନ ଦାଉଦ କାହିଁକି ମୋ ନାଁରେ ଲୋକମାନେ ପ୍ରଶଂସା କଲେ, କାହିଁକି ପଡ଼ିଥିଲା ମୋତେ ଏ ପ୍ରକାର ସମସ୍ୟାକୁ ନେଇକି ସମ୍ମୁଖୀନ କରିବାଟା, କୁଆଡ଼କୁ ମୁଁ ଯିବି? ଦାଉଦ ଦୌଡ଼ୁଛନ୍ତି ଶେଷରେ ଦାଉଦ ସିଗ୍ଲକୁ ଯାଇକି ଲୁଚିଲେ। ହେଲେ ସିଗ୍ଲକୁ ଯେତେବେଳେ ଯାଇକି ସେ ରହିଲେ, ସେଇ ଜାଗାରେ ମଧ୍ୟ ସମସ୍ୟା ହେଇଗଲା।
परमेश्वर कौन कले शिग्ल को जलई देले ईश्वर इच्छा ईश्वर योजना नाला जे दाऊद शिग्ल को रहा ईश्वर को इच्छा था दाऊद को हिब्रोन को नापाए आमेन बुझिपारुଛନ୍ତି हो बर्तमान से गोटे पॉइंट को दाऊद पहुँचले से गोटे मोमेंट को दाऊद पहुँचले जो मोमेंट को बाइबल रे एस्टर मध्य पहुँचले जो मोमेंट रे बाइबल रे सदरक महीष अभेदनक मध्य पहुँचले दानिएल मध्य पहुँचले पीतर मध्य पहुँचले पाउल मध्य पहुँचले कौन से पॉइंट से मुहूर्त से मोमेंट कौन दाऊद बर्तमान चित्कार कर कहले ठीक अच्छे जदि परमेश्वर जदि मत साउल द्वारा मारिबार अच्छी मु मरबी कि कुआड़े घुंचबी एवं मुझे मनुष्यर प्राणी को व्यवहार करी ना मु शारीरिक भाव में कौन मेथड यूज करी ना मोर जीवन को प्रोटेक्ट करने एस्टर राणी मत कहले जदि विनष्ट हमार अच्छी विनष्ट हेबी जो मर्धक्य को मु मोर सबुठारु बड़ मालिक भाव में जी जहाँ सेवा धार्य करी जहाँ बहुत अति जत्न सहकार मु मोर मेंटर बोली मोर मालिक बोली कहीकि मुझे गाइडेंस पाऊली से ही आज मत मृत्यु मुखर ठेलिले ताले मु कौन करी कहीकि मत चिंता करुवे से ना कि आप विषय चिंता करूँ जो समय एस्टर राणी कहते मु विनष्ट हेले विनष्ट हेबी ए हृदय को जो एस्टर पाँच जमी बाइबल लिखाई जब तुम निजर जीवन को रक्षा करने चेष्टा कर तुम ताहा हरब जो तुम निजर जीवन को हरब तुम से बंचे पार दाऊद बर्तमान हाथ टेके देले ना मुझे दौड़बी ना कुआड़े जो प्रभु मत बंचेबे ताले बंचबी मुझे कौन से विषय मनुष्यर प्राणी को व्यवहार करी ना आमेन इस्राएल लोक मैंने बर्तमान दुईटा भितर गोटे विषय बाछियार था एक तो समुद्र भीतर पशिबी मु कि समुद्र भीतर पशिया आदेश किए दौर परमेश्वर दौरान आउ गोटे पछरे बर्तमान शनि मैंने गोड़ाऊँ फारंकर से जदि धरा पड़ी आउ थे मो केत दास भाव में बंचबी देन बर्तमान लोक मैंने मौसा को विरोध कले मौसा को चित्कार कले प्रभु को मत विरोध कले से जो आम समस्या समाधान नहला पर लगुच क्या रागुच आमने समस्या को रागुचु ना प्रभु को रागुचु जिते मोर इच्छा अनुसार मोर दृष्टि हेबा विषय जदि हो ना ताले आम प्रभु को रागुचु मंडली को अभियोग करुचु कि प्रभु दासंग आड़ को अभियोग हृदय आसुची किंतु आमने जानी पारुनु एटा केते दूर भूल हृदय एटा लोहित सागर को पशिया प्रभु जदि कहउछन ताले एमाने गोटे रास्ता रे गोटे कंडीशन रे पशि पारिबे मौसांकर मुखरु प्रभुंकर वाक्य जदि से माने विश्वास रे ग्रहण करिवे देन पशि पारिबे आमेन इटा होछि गोटे टाइम इटा गोटे मुहूर्त लोक मान हृदय भितर मौसा स्थापन हेबा पड़िबो माने परमेश्वर वाक्य को स्थापन करिया पई प्रभु वाक्य को निर्भर करके माने पशिले लोहित सागर भितर जो इस्राएल लोक ने मौसांकर मुखरे प्रभु वाक्य धरिकी पशिले से मृत्युर सागर भितर इस्राएल लोक जीवन रास्ता हो गला कि समान समुद्र भितर राजा फारंकर सैन्य मैंने जो प्रवेश कले समान समुद्र भितर फारंकर सैन्य मान मृत्युर रास्ता हो गला सेटा आमेन बुझिपारुଛନ୍ତି हाँ समुद्र भितर जनक जीवन रास्ता हो जाउची आउ जनक ये समुद्र भितर मृत्युर रास्ता मध्य हो जाउची जदि आमने प्रभु का वाक्य को विश्वास करिकी समस्या को जदि आमने सामना करुचु जदि आम प्रभु के वाक्यर योजना पाउछु ये समस्या पछरे प्रभु हाथ अच्छी ए समस्या ए कष्ट ए अभाव ए रोग रे ईश्वर हाथ अच्छी ताले आम से रोग द्वारा अंधकार है परिवर्ते आम अपेक्षार रहिबा जे ईश्वर मते केमिति उत्तर देबे सुस्थता को फोकस करिकी नहीं ईश्वर कार्य केवल सुस्थता नहीं ईश्वर मूल कार्य हूँ कौन आम मैंने से रोग द्वारा प्रभु को मिशा दरकार खाली सुस्थता जदि फोकस अच्छी आम ताले आम से 9 जन कुष्ठी परि न होबार कौन मान्य अच्छे कि जो 9 जन कुष्ठी से मत भल है ना कुष्ठ रोगरू मत से सुस्थता से कुष्ठ रोग सुस्थता से बनई पार्ला ना जीशु पाक फेरिया मत गोटे कुष्ठ लोक जीशु पाक फेरुची आमेन कहीं
ସୁସ୍ଥତା ସହିତ ସେ ଯୀଶୁଙ୍କୁ ମଧ୍ୟ ପାଇଲା, ଯେଉଁ ଯୀଶୁ ତାକୁ ସୁସ୍ଥତା କଲେ। ସେତିକି ନାହିଁ, ହଁ ଆଜି ପର୍ଯ୍ୟନ୍ତ ମୁଁ କାହିଁକି କୁଷ୍ଠ ହେଇକି ଥିଲି? କୁଷ୍ଠ ରୋଗ ପାଇଁ ନାହିଁ। ଆଜି ପର୍ଯ୍ୟନ୍ତ ମୁଁ କ'ଣ ପାଇଁ କୁଷ୍ଠ ରୋଗ ଥିଲି? କୁଷ୍ଠ ରୋଗ ପାଇଁ ନାହିଁ। ମୁଁ ଯୀଶୁଙ୍କ ସହିତ ମିଶି ନଥିଲି, ଯୀଶୁ ମୋ ଜୀବନ ନଥିଲେ, ସେଥିପାଇଁ ମୋର କୁଷ୍ଠ ଥିଲା। ଏବେ ମୁଁ ଯଦି ଯୀଶୁକୁ ଛାଡ଼ିକି କୁଷ୍ଠ ରୋଗର ସୁସ୍ଥତାକୁ ନେଇକି ଏନ୍ଜୟ କରିକି ଯିବି, ତାହେଲେ ଆଉ ଥରେ ମୁଁ କୁଷ୍ଠ ରୋଗ ହେଇଯିବି ବୋଲି କିଛି ଗ୍ୟାରେଣ୍ଟି ଅଛି ନାହିଁ କି? ହଁ, ସେଥିପାଇଁ ସେ ଲୋକ ଗୋଟେ କୁଷ୍ଠି, ସେ ଯେ ସୂଚି ହେଇଛି, ସେ ଯୀଶୁଙ୍କ ଦ୍ୱାରା କୁଷ୍ଠରୋଗର ସୂଚି ହେବାର ଖୁସି ପରିବର୍ତ୍ତେ ଅଧିକ ଖୁସି ସେ ଯୀଶୁଙ୍କ ସହିତ ମିଶିବାର ସର୍ତ୍ତକୁ ପାଇଲା। ଆମେ ଏତେ ହାନା ମଧ୍ୟ ଯେତେବେଳକୁ ଛୁଆ ହେଇକି କାନ୍ଦୁଥିଲା, ଯେଉଁ ସମୟରେ ହାନା ଗର୍ଭରେ ସେ ସାମୁଏଲକୁ ଜନ୍ମ କଲେ, ସେ ହାନା ସାମୁଏଲ ଦ୍ୱାରା ସେ ଖୁସି ହେବା ପରିବର୍ତ୍ତେ ସେ ସାକ୍ଷ୍ୟ ଦେଉଛନ୍ତି, ମୁଁ ମୋର ପରିତ୍ରାଣଦାତା ସଦାପ୍ରଭୁଙ୍କ ସହିତ ମୁଁ ଆନନ୍ଦ କରୁଅଛି। ଆମେ ଦେଖିପାରୁଛୁ ସାମୁଏଲକୁ ପାଇଲା ପରେ ହାନାର ହୃଦୟ ଭିତରେ ସାମୁଏଲ ଏକ ନମ୍ବର ଭାବରେ ସ୍ଥାପିତ ନ ହୋଇ ପରମେଶ୍ୱର ଯିଏକି ସାମୁଏଲକୁ ଦେଲେ, ସେ ପ୍ରଭୁ ତାଙ୍କ ଭିତରେ ସ୍ଥାପନ ହେଲେ। ଆମେ ସେତେବେଳେ ବର୍ତ୍ତମାନ ଯେତେବେଳେ ଆମେ ଇସ୍ରାଏଲ ଦେଶ ଲୋକମାନଙ୍କ ପ୍ରଭୁଙ୍କର କ'ଣ ଚିନ୍ତାଧାରା? ଏମାନଙ୍କର ହୃଦୟ ଭିତରେ ପରମେଶ୍ୱରଙ୍କର ବାକ୍ୟ ସ୍ଥାପନ କରିବା ପାଇଁ ଏଇଟା ହେଉଛି ପ୍ରଭୁଙ୍କର ଇଚ୍ଛା। ସେଥିପାଇଁ ପଛପଟେ ଯଦି ସେମାନେ ଫେରିଯିବେ, ଯଦି ପଛକୁ ଆଉ ଥରେ ଫେରିଯିବେ, ତାହେଲେ ସେମାନେ କ୍ରୀତଦାସ ଭାବରେ ବଞ୍ଚିବା ପାଇଁ ବାଧ୍ୟ। ଯେଉଁଦିନ ଯେତେ ଦିନ ପର୍ଯ୍ୟନ୍ତ ଆମମାନେ ନିଜର ଶାରୀରିକ କଣ୍ଡିସନକୁ ନେଇକି ଦେଖୁଥିବା ବିଷୟକୁ ବିଶ୍ୱାସ କରିକି ଆମର ଚିନ୍ତାଧାରା, ଆମର ବୁଝାମଣା, ଆମ ଶରୀର ଦ୍ୱାରା ବାହାରୁଥିବା ସ୍ୱରକୁ ନେଇକି ବଞ୍ଚିବା, ତାହେଲେ ଆମେ ବାଧ୍ୟ ରାଜା ଫାରୋଙ୍କ ତଳେ ସୈନ୍ୟମାନଙ୍କ ଦ୍ୱାରା କ୍ରୀତଦାସ ହେଲା ପରେ। ସେତେ ମଲା ମାଛ ଯୁଆଡ଼େ ପାଣି ସିଆଡ଼େ ବହିକି ଯାଉଛି, କିନ୍ତୁ ବଞ୍ଚିଲା ମାଛ କେ ମଧ୍ୟ ପାଣିର ସ୍ରୋତରେ ବହିବ ନାହିଁ। ବଞ୍ଚିଲା ମାଛର ଲକ୍ଷଣ ହେଉଛି ପାଣିର ବିପଦ ସ୍ରୋତରେ ସେ ଯିବ। ହଉ ବର୍ତ୍ତମାନ ବିନଷ୍ଟ ହେଲେ ବିନଷ୍ଟ ହଉ, ରାଜାଙ୍କର ନିୟମର ବିରୋଧରେ ଯିବାର ଅର୍ଥ ନାହିଁ କି ମାଛ ପାଣିର ସ୍ରୋତର ବିପରୀତ ଭାବରେ ଯିବାଟା। ଏବେ ଲୋକମାନଙ୍କର ହୃଦୟ ଭିତରେ ଠିକ୍ ଅଛି, ଆମେ ପରମେଶ୍ୱରଙ୍କ ବାକ୍ୟ ମୋ ସାଙ୍ଗ ମୁଖରୁ ଯାହା ଆସୁଛି ଆମେ ଶୁଣିକି ପଶିବୁ। ସେମାନେ ବର୍ତ୍ତମାନ ଲୋହିତ ସାଗର ଭିତରେ ପ୍ରବେଶ କଲେ, ଆଶ୍ଚର୍ଯ୍ୟ ବିଷୟ ଦେଖୁଛନ୍ତି। ସେମାନେ ପ୍ରଭୁଙ୍କର କାର୍ଯ୍ୟକୁ ଦେଖିଲେ। ଏଇ ଜାଗାରେ ଆମର ଜୀବନର ରାସ୍ତା ଥିଲା ପ୍ରଭୁଙ୍କ ଦ୍ୱାରା। ଏ ଲୋହିତ ସାଗର ମରୁ ପ୍ରାନ୍ତରରେ କାହିଁକି 40 ବର୍ଷ ପ୍ରଭୁ ରଖିଲେ? ଇସ୍ରାଏଲ ଲୋକମାନଙ୍କୁ 40 ବର୍ଷ ରଖିକି 42 ଥର ତମ୍ବୁକୁ ପରିବର୍ତ୍ତନ କରାଇଲେ ପ୍ରଭୁ ସେ ମରୁ ପ୍ରାନ୍ତରେ। ଏଇ ଜାଗାରେ ରହିବା ପାଇଁ ରୁହ ବୋଲି କହିଲା ପରେ ସେ ରହୁ ନା ଏଇଠି ରହୁ ନାହିଁ, ତମେ ସେ ଜାଗାକୁ ଯାଅ, ସେ ଜାଗାକୁ ଯାଅ, ସେ ଜାଗାକୁ ଯାଅ। ଲୋକମାନେ ଚିତ୍କାର କଲେ, ଏଠି ଅଦା ନାହିଁ, ରସୁଣ ନାହିଁ, କାକୁଡ଼ି ନାହିଁ, ମାଂସ ନାହିଁ, ଅନ୍ନ ନାହିଁ, କିଛି ନାହିଁ, ଏଠି ଆମେ କ'ଣ ପାଇଁ ବଞ୍ଚିବା ଦରକାର? ଏ ଜାଗାରେ କିଛି ବି ନାହିଁ, କେମିତି ବଞ୍ଚିବ ଆମମାନେ? ଲୋକମାନେ ମୋ ସାଙ୍ଗ ଆଉ ଥରେ ବିରୋଧ କରୁଛନ୍ତି, ଲୋକମାନେ ଆଉ ଥରେ ପ୍ରଭୁଙ୍କୁ ବିରୋଧ କରୁଛନ୍ତି। ପରମେଶ୍ୱର ସ୍ୱର୍ଗରୁ ମାନ୍ନା ଦେଲେ ଏମାନଙ୍କୁ ଖାଇବା ପାଇଁ, କିନ୍ତୁ ପ୍ରଭୁଙ୍କର ମେନ୍ ଇଣ୍ଟେନ୍ସନ୍ କ'ଣ ଥିଲା? ପ୍ରଭୁଙ୍କର ମୂଳ ଲକ୍ଷ୍ୟ କ'ଣ ଥିଲା ମରୁ ପ୍ରାନ୍ତରରେ? କାରଣ ମରୁ ପ୍ରାନ୍ତର ପରେ ସେମାନେ କିଣାନକୁ ପହଞ୍ଚିବେ ସତ, କିନ୍ତୁ କିଣାନକୁ ପହଞ୍ଚିଲା ପରେ ଜର୍ଦ୍ଦନ ନଦୀକୁ ସେମାନେ ପାର କରିବାକୁ ପଡ଼ିବ। ଏ ଜର୍ଦ୍ଦନ ନଦୀକୁ ପାର କରିବାର ଲାଷ୍ଟ ପର୍ଯ୍ୟାୟ ଏଇଟା ଏମାନଙ୍କୁ। ମିଶର ଦେଶରୁ ବାହାରିକି ଜର୍ଦ୍ଦନ ନଦୀକୁ ପାର କଲା ପରେ ସେମାନେ ଦୁଗ୍ଧ ମଧୁ ମହୁ ପ୍ରବାହ ଦେଶ କିନାନରେ ପହଞ୍ଚିବେ। ତ ଆତ୍ମିକ ଯାତ୍ରା ହେଉଛି ଏ ଆମର ଜୀବନରେ ମଧ୍ୟ ଯେମିତି ମରୁ ପ୍ରାନ୍ତର, ଯେମିତି ଲୋହିତ ସାଗର, ଯେମିତି ଜର୍ଦ୍ଦନ ନଦୀ ମଧ୍ୟ ଏମାନେ ପାର କରିବାକୁ ପଡ଼ିଲା, ଠିକ୍ ସ୍ପିରିଚୁଆଲ ଲାଇଫରେ ଆତ୍ମିକ ଜୀବନର ଯାତ୍ରାରେ ଆମମାନଙ୍କ ଜୀବନରେ ମଧ୍ୟ ଏ ବିଷୟ ଗୁଡ଼ାକୁ ଆମେ ସାମ୍ନା କରିବା ପାଇଁ ପ୍ରଭୁ ଆମକୁ ଠେଲୁଛନ୍ତି ପଛରେ। ସେଥିପାଇଁ ବିଶ୍ୱାସର ଜୀବନ କିଏ ବିତେଇ ପାରିବ? ରମ୍ୟ ପୁସ୍ତକ 1:17 ଲେଖା ହେଇଛି। କ'ଣ ଲେଖା ହେଇଛି? ଅତଏବ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। କେମିତି ବଞ୍ଚିବ? ବିଶ୍ୱାସ ଦ୍ୱାରା। ତ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ, ଏଇଟା ହେଉଛି ଗୋଟେ ବିଷୟ, ସାଧାରଣ ବିଷୟ। ଏଇଟା ହେଉଛି ଗୋଟେ ନ୍ୟାଚୁରାଲ ବିଷୟ, ଯାହାକି ଧାର୍ମିକ ହେଲା ପରେ ଗୋଟେ ମଣିଷ ବିଶ୍ୱାସରେ ବଞ୍ଚିବ ମାନେ ପରମେଶ୍ୱରଙ୍କର ସଂଯୁକ୍ତ ହେଇକି ବଞ୍ଚିବ। ସେ ପ୍ରଭୁଙ୍କ ବାକ୍ୟକୁ ସେ ଖାଇବ, ପ୍ରଭୁଙ୍କ ବାକ୍ୟ ଦ୍ୱାରା ସେ ନିଷ୍ପତ୍ତି ନେବ, ପ୍ରଭୁଙ୍କ ବାକ୍ୟ ଦ୍ୱାରା ସେ ଯୋଜନା କରିବ, ପ୍ରଭୁଙ୍କ ବାକ୍ୟ ଦ୍ୱାରା ସେ ବଞ୍ଚିବ, ପ୍ରଭୁଙ୍କ ବାକ୍ୟ ଦ୍ୱାରା ସେ ଷ୍ଟେପ୍ ତାର ପାଦକୁ ସେ ଆଗକୁ ନେବ। ସେଥିପାଇଁ ପ୍ରତ୍ୟେକ ବିଷୟ ଯାହାକି ସେ କରିବ ଈଶ୍ୱରଙ୍କର ବାକ୍ୟ ଅନୁସାରେ ସେ ବଞ୍ଚିବ।
ଈଶ୍ୱର ବାକ୍ୟ ଅନୁସାରେ ବଞ୍ଚିବା ପାଇଁ ହେଲେ ପ୍ରଥମେ ସେ ନିଜର ଚିନ୍ତାକୁ ଫିଙ୍ଗିବା, ତା ନିଜର ଚିନ୍ତାକୁ ପରିତ୍ୟାଗ କରିବାର ଅନୁଭୂତିକୁ ସେ ପାଇବା ପାଇଁ ତାକୁ ନିହାତି ଜରୁରୀ। ଯେଉଁ ସମୟରେ ଆମମାନେ ଆମର ନିଜର ଚିନ୍ତା ମିଛ ବୋଲି ଆମେ ଯଦି ଜାଣୁଛୁ, ଏହା ଦ୍ୱାରା ଆମର ହୃଦୟ ଭିତରେ ଆମେ କେତେ ରିଲାକ୍ସ ଫିଲ୍ କରିପାରିବା, କେତେ ସ୍ୱାଧୀନତାକୁ ଆମମାନେ ଉପଭୋଗ କରିପାରିବା। ଏବେ ମାର୍ଥା ମରିୟମ ବହୁତ ବ୍ୟସ୍ତ ହେଉଛନ୍ତି ଲାଜାର ମରିଗଲା କହିକି, କିନ୍ତୁ ଲାଜାର ମରିଗଲା ବୋଲି କହିକି ଯୀଶୁଖ୍ରୀଷ୍ଟ ବ୍ୟସ୍ତ ହେଉଥିଲେ କି? ନାଇଁ। ଏବେ ଏଷ୍ଟର ରାଣୀ ଭାବୁଛନ୍ତି ମୋତେ ମରିବା ପାଇଁ ଠେଲୁଛନ୍ତି ମର୍ଦ୍ଦୋକ୍ୟ, କିନ୍ତୁ ମର୍ଦ୍ଦୋକ୍ୟ ଭଲରେ ଭାବରେ ଜାଣିଥିଲେ ଏଷ୍ଟରର କିଛି ହେବ ନାହିଁ। ପରମେଶ୍ୱର ଯଥେଷ୍ଟ ଭାବରେ ଜାଣିଛନ୍ତି ଭଲ ଭାବରେ ଯେ ଆମ ଜୀବନରେ କ'ଣ ଆଗକୁ ହେବାକୁ ଯାଉଛି ପ୍ରଭୁ ଜାଣିଛନ୍ତି। ଈଶ୍ୱରଙ୍କ ବାକ୍ୟ ହେଉଛି ଫାଇନାଲାଇଜ୍। ଈଶ୍ୱରଙ୍କ ବାକ୍ୟ ପରେ ଆମେ କୌଣସି ବିଷୟରେ ଜଡ଼ିତ ମିଶ୍ରିତ କରିବା ଆମର କୌଣସି ଆବଶ୍ୟକ ନାହିଁ। ସେଥିପାଇଁ ଆମ ଲାଇଫରେ ମଧ୍ୟ ଏ ମଣ୍ଡଳୀରେ ଯେଉଁ ବଞ୍ଚୁଛୁ, ପ୍ରଭୁ ଆମମାନଙ୍କ ଜୀବନରେ ମୋର ପ୍ରାନ୍ତର ସଦୃଶ ଆମକୁ ସେ ଜାଗାକୁ ନେଇଥାନ୍ତି ଯେଉଁ ଜାଗାରେ କି ଆମମାନେ ପ୍ରଭୁଙ୍କର ଦେବା ଛଡ଼ା, ପ୍ରଭୁଙ୍କ ଠାରୁ ପାଇବା ଛଡ଼ା ଆଉ କୌଣସି ବିଷୟ ଆମ ପାଇଁ ଆଉ ଦେଖାଯାଉନି। ଦାଉଦ ଯେପରି କହୁଛନ୍ତି, ପ୍ରଭୁ ତୁମେ ବଞ୍ଚେଇଲେ ହିଁ ମୁଁ ବଞ୍ଚିବି, ମୁଁ ଯେତେ ଚେଷ୍ଟା କରିବି, ମୁଁ ଯେତେ ଦୌଡ଼ିଲି ହାଲିଆ ହେଇଗଲେ ପାରିବିନି। ଆଉ ସଦରକ ମହିଷାକୁ ଅବଦାନ କହୁଛନ୍ତି କ'ଣ ବୋଲି? ନାହିଁ, ଆମେ ସେ ପ୍ରତିମାକୁ ମୁଣ୍ଡିଆ ମାରିବୁ ନାହିଁ, କାରଣ ପ୍ରଭୁ ଆମକୁ ଉଦ୍ଧାର କରିବେ, ପ୍ରଭୁ ଆମକୁ ସାହାଯ୍ୟ କରିବେ। ଆଉ ଯଦି ବା ପ୍ରଭୁ ଆମକୁ ସାହାଯ୍ୟ ନ କରନ୍ତି ହେଲେ ମଧ୍ୟ ଆମେ ସେ ପ୍ରତିମା ଆଗରେ ପ୍ରଣାମ କରିବୁ ନାହିଁ। ସେମାନେ ସେ ପ୍ରଭୁଙ୍କୁ ମଧ୍ୟ ବିଶ୍ୱାସ କରୁଥିଲେ ଯେଉଁ ପ୍ରଭୁ ତାଙ୍କୁ ସାହାଯ୍ୟ ନ କରିପାରନ୍ତି। କେବେ ମଧ୍ୟ ଆପଣ ସେ ପ୍ରଭୁଙ୍କୁ ଭେଟିଛନ୍ତି ଯେଉଁ ପ୍ରଭୁ କି ଆପଣଙ୍କ ପାଇଁ କାମ ନ କରିବାର ପ୍ରଭୁ? ଓ ପ୍ରଭୁ କେମିତି କାମ କରୁନାହାନ୍ତି? ଆମର ବୁଝାମଣାରେ, ଆମର ବୁଝାମଣା ଅନୁସାରେ, ଆମର ଏକ୍ସପିରିଏନ୍ସ ଅନୁସାରେ, ଆମ ଦୃଷ୍ଟିରେ ଯେଉଁ ବିଷୟ ହେଉନାହିଁ ସେ ବିଷୟକୁ ଆମେ ଉପସ୍ଥାପନ କରୁଛୁ ପ୍ରଭୁ କାମ କରୁନାହାନ୍ତି। ଆମେନ୍। କିନ୍ତୁ ମୁଁ ଆଜି ଗୋଟେ ବାକ୍ୟ ଦେଖିବାକୁ ଚାହୁଁଛି, ଆପଣ ଖୋଲନ୍ତୁ ଯିଶାୟା ପୁସ୍ତକ 45 ପର୍ବର ବାକ୍ୟ ଦେଖିବା। ଗୋଟେ ଯିଶାୟ 55 କେତେ କହିଲି 45 ପର୍ବ 45। ଯିଏ ଭାବୁଛି ମୋର ସ୍ୱର ଟିକେ ବହୁତ ବଡ଼ ସ୍ୱର, ସେ ଆକା ପଢ଼ିବେ। ଯିଶାୟ 45 ପର୍ବର 7 ପଦ ପଢ଼ନ୍ତୁ। ଯିଶାୟା ପୁସ୍ତକ 45 ପର୍ବର 7 ପଦ କିଏ ପଢ଼ିବେ? ହଁ ହଁ ପଢ଼ନ୍ତୁ, ବଡ଼ ପାଟି କରୁ। ଏ ବାକ୍ୟରେ ଲେଖା ହେଇଛି ଯେ ଆମ୍ଭେ ଦୀପ୍ତି ନିର୍ମାଣ କରୁ, ଆମେ ରାଜି ହେଇପାରିବ। ହଁ, ଆଜିକାଲି ପ୍ରଭୁ ମୋତେ ବେଶୀ ସାହାଯ୍ୟ କରୁଛନ୍ତି। ଆମର ସାରଙ୍ଗଡ଼ ଭାଇମାନେ ମୋ ସହିତ ଲାଷ୍ଟ ଟାଇମ୍ ଗଲେ ପ୍ରିଚିଂ କରିବା ପାଇଁ, ଟୁନା ଭାଇ, ଆନନ୍ଦ ଭାଇ, ସଞ୍ଜୀବ ଭାଇ, ଭଲରେ ଭଲରେ କଥାବାର୍ତ୍ତା କଲେ, ବହୁତ ହସ ହସ ମୁହଁରେ। ଟିକେ ଯଦି ମୁଁ ଗାଳି କଲା ପରେ କରିଦେଲେ ମୁଁ ପୁରା ଆରେ ପାଷ୍ଟର ରାଗୁଛନ୍ତି ନା କ'ଣ? ନାଇଁରେ ଭାଇ, ଆଉ ବେଶୀ ଫୋନ୍ କରିବା ଭଲ ନାହିଁ ରେ ଭାଇ, ଆଉ ଏମିତି ଯଦି ରାଗିଯିବ ବୋଲେ କେମିତି ହେବ? ଏମିତି ମୋତେ ଚିନ୍ତା ଆସିଥିବ ନା ନାହିଁ? ନିହାତି ଆସିଥିବ। ଆମ୍ଭେ ଦୀପ୍ତି ନିର୍ମାଣ କରୁ, ଆଲୁଅ ଉଜ୍ଜଳ, ଆଶା, ଖୁସି, ଶାନ୍ତି ଭରପୁର ହେବା ଅବସରରେ ପ୍ରଭୁଙ୍କର ଧନ୍ୟବାଦ ହେଉ, ପ୍ରଭୁଙ୍କର ଗୌରବ ପ୍ରଶଂସା ହେଉ। ପ୍ରଭୁ ଆମ ସହିତ ଅଛନ୍ତି, ପ୍ରଭୁ ଆମ ପାଇଁ କାମ କରୁଛନ୍ତି ବୋଲି ଆମେ ସାକ୍ଷ୍ୟ ଦେଇପାରୁଛୁ। ସେକେଣ୍ଡ ଲେଖା ହେଇଛି, ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ। ହଁ, ଏଇ ଦିନକରେ ମୋର ଜୀବନ ପୁରା ଅନ୍ଧାର ଲାଗୁଛି, ମୋର ଜୀବନରେ ଏଇ ଦିନକରେ ମୁଁ ଅନ୍ଧକାରର ଦୁନିଆ ଭିତରେ ମୋତେ ଲାଗୁଛି, କିଛି ବି ହେଉନାହିଁ ସଠିକ୍ ଭାବରେ। ଗତ ଦିନକରେ ଆମଙ୍କର ସୁଲୋଚନା ଭଉଣୀ, ନିବେ ଭଉଣୀଙ୍କର ବଡ଼ଟା ନା ସାନଟା? ବଡ଼।
ଗତ ଦିନ ସେ ଆସିକି କାନ୍ଦି କାନ୍ଦି କାହିଁକି ପ୍ରଭୁ ଆମକୁ ଏମିତି କରୁଛନ୍ତି ମୁଁ ବୁଝିପାରୁନାହିଁ କ'ଣ ହେଲା, କାହିଁକି ଏମିତି ହେବା ଦରକାର, ପ୍ରଭୁଙ୍କର ଯୋଜନା କ'ଣ। ପ୍ରକାଶ ଭାଇ ବି ସିଆଡ଼େ ଆଖିରୁ ଲୁହ ଝରୁ 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 ଝରିଲା ଭଳିଆ ଅଧା ଝରିକି କ'ଣ ପାଇଁ ଏମିତି ହେଲା ମୋ ଜୀବନ ଆମ ପରିବାରରେ। ବହୁତ ଗୁଡ଼ିଏ ଅନ୍ଧକାର ଷ୍ଟୋରିର ସାକ୍ଷ୍ୟ ବାହାରୁଥିଲା, ସତରେ ନା ନାହିଁ। ଆମେ ଏଇଟାକୁ ଆଡମିଟ୍ କରିପାରିବା ପ୍ରଭୁ କେବଳ ଦୀପ୍ତି ନିର୍ମାଣ କରୁଛନ୍ତି ନାହିଁ, ପ୍ରଭୁ ଅନ୍ଧକାର ମଧ୍ୟ ନିର୍ମାଣ କରୁଛନ୍ତି, ସୃଷ୍ଟି କରୁଛନ୍ତି, ହଁ କି ନାହିଁ। ତାପରେ ଦେଖନ୍ତୁ କ'ଣ ଲେଖା ହେଇଛି, ଆମ୍ଭେ ଶାନ୍ତି ରଚନା କରୁ। ତାପରେ ଗୋଟେ ବାକ୍ୟ ଲେଖା ହେଇଛି, ସମସ୍ତେ ପଢ଼ନ୍ତୁ, ବଡ଼ ବଡ଼ କରି ପଢ଼ନ୍ତୁ। ଓ କ'ଣ ସୃଷ୍ଟି କରୁ, ଅନିଷ୍ଟ ସୃଷ୍ଟି କରୁ। ଅନିଷ୍ଟ ପରିସ୍ଥିତି ଯଦି ଆସୁଛି ଆମ ଜୀବନରେ, ଏଇଟା ବିଷୟ ଆମକୁ ଭଲ ଲାଗିବା ବିଷୟ ନା ଭଲ ନ ଲାଗିବା ବିଷୟ ଟିକେ ଚିନ୍ତା କରନ୍ତୁ। ଆମର ଏଇ ଜାଗାରେ ଗୋଟେ ଭାଇ ଅଛନ୍ତି, କ'ଣ ନା ମୁଁ ଭୁଲିଗଲି, ପୋଲିସ ଭାଇ ନା କ'ଣ, ଲକ୍ଷ୍ମୀ ଭାଇ, ହଁ ଆମର ଲକ୍ଷ୍ମୀ ଭାଇ ଗତ ଥର ଆସିକି ମୋତେ ସେ ସୌଭାଗ୍ୟତା ମାଗିଥିଲେ। ତ ତାଙ୍କର ସାକ୍ଷ୍ୟକୁ ମୁଁ ଶୁଣିଥିଲି, ସେ କେମିତି ଚର୍ଚ୍ଚକୁ ଆସିଲେ ଆଉ କେମିତି ପ୍ରଭୁ ତାଙ୍କ ଜୀବନରେ କାମ କଲେ। ତ ସବୁ ଜିନିଷ ଗୋଟେ ଗୋଟେ କରିକି ସେ ତାଙ୍କର ଜୀବନ କାହାଣୀ ମୋତେ ବ୍ୟାଖ୍ୟା କଲେ। ତ ଯେତେବେଳେ ତାଙ୍କର ଜୀବନ କାହାଣୀ ମୁଁ ଶୁଣିଲି, 90% ତାଙ୍କର କାହାଣୀ ଆମ୍ଭେ ଶାନ୍ତି, ଏଠି କ'ଣ ଲେଖା ହେଇଛି, ଆମ୍ଭେ ଶାନ୍ତି ରଚନା କରୁର ଷ୍ଟୋରି ନାହିଁ, ସେକେଣ୍ଡ ଷ୍ଟୋରି ମ୍ୟାଚ୍ କରୁଛି ତାଙ୍କର, କେମିତି ଆମ୍ଭେ ଅନିଷ୍ଟ ସୃଷ୍ଟି କରୁ। ତ ସେ ତାଙ୍କର ମୁଖରୁ ଏମିତି କାହିଁକି ହେଲା, ଏମିତି କାହିଁକି ହେଲା, ମୁଁ ଭାବିନଥିଲି, ମୁଁ କେମିତି କରିବି ମୁଁ ଜାଣିପାରୁନାହିଁ। ତ ବହୁତ ବିଷୟ ଗୁଡ଼ାକ ଯାହାକି ଆମମାନେ ବୁଝି ନ ପାରିବା ବିଷୟ ଗୁଡ଼ାକ ହେଉଛି ଅନିଷ୍ଟ ଚିନ୍ତା କଲା ପରେ। ଆରେ ପ୍ରଭୁ କେମିତି ମୋର ଜୀବନ ଅନିଷ୍ଟ ଚିନ୍ତା କରିବେ, ସେ ସେମିତି ମୋର ନାଁରେ କହିଲା, ସେ ସେମିତି ମୋତେ ଧୋକା ଦେଲା, ସେ ମୋତେ ସେମିତି ନେଗେଟିଭ ନେଲା, ସେଥିପାଇଁ ତ ଏମିତି ଅନିଷ୍ଟ ହେଲା ମୋ ଜୀବନରେ। ଏଇଟା ଆମର କଥା। ବାଇବଲ କହୁଛି ଈଶ୍ୱର ଶାନ୍ତି ସୃଷ୍ଟି କରୁଛନ୍ତି, ଆରେ ଅନିଷ୍ଟ ମଧ୍ୟ ପ୍ରଭୁ ସୃଷ୍ଟି କରୁଛନ୍ତି। ଆମେନ୍। ଦେନ୍ ଏଠି ଦେଖନ୍ତୁ, ଆମ୍ଭେ ସଦାପ୍ରଭୁ ଆଉ ଦ୍ୱିତୀୟ କେହି ନାହିଁ। ଏବେ ଲୋକମାନଙ୍କର ଜୀବନରେ ବା ଆମର ଜୀବନରେ ପ୍ରଭୁ କହୁଛନ୍ତି ଯେ ମୁଁ ତମ ଜୀବନରେ ଶାନ୍ତି ସୃଷ୍ଟି କରିବି, ମୁଁ ତମ ଜୀବନରେ ଅନିଷ୍ଟ ମଧ୍ୟ ସୃଷ୍ଟି କରିବି, ମୁଁ ତମ ଜୀବନରେ ଦୀପ୍ତି ନିର୍ମାଣ କରିବି, ତମ ଜୀବନରେ ଅନ୍ଧକାର ମଧ୍ୟ ମୁଁ ଦେବି। ତାହେଲେ ଆମେ କେଉଁ ପ୍ରଭୁଙ୍କୁ ଜାଣିଛୁ ଆଜି ପର୍ଯ୍ୟନ୍ତ? ଆମେ ସେ ପ୍ରଭୁଙ୍କୁ ଯଦି ଜାଣିଛୁ, ଯେଉଁ ପ୍ରଭୁ ଖାଲି ଦୀପ୍ତି, ଯେଉଁ ପ୍ରଭୁ କି ଆମକୁ ଖୁସି, ଯେଉଁ ପ୍ରଭୁ ଆମ ଜୀବନରେ ଅନେକ ଗୁଡ଼ିଏ ଭଲ କାମ କରିବେ, ଆମେ ସେ ପ୍ରଭୁଙ୍କୁ ମଧ୍ୟ ଭେଟିବା ଆବଶ୍ୟକ ନା ନାହିଁ? ଯେଉଁ ପ୍ରଭୁ ଆମ ଜୀବନରେ ଅନିଷ୍ଟ ଅମଙ୍ଗଳ, ଯେଉଁ ପ୍ରଭୁ ଆମ ଜୀବନରେ ଆମର ଦୃଷ୍ଟିରେ ବହୁତ ହତାଶଜନକ ବିଷୟ ଗୁଡ଼ାକ ଆମ ଜୀବନରେ ଯଦି ଆଣିବେ, ତାହେଲେ ଆମେ ସେ ପ୍ରଭୁଙ୍କୁ ଭେଟିଲେ ସମାନ ପ୍ରଭୁଙ୍କୁ ପାଇପାରିବା ନା? ଦୀପ୍ତି ତିଆରି କରିବାର ପ୍ରଭୁ, ଅନ୍ଧକାର ତିଆରି କରିବା ପ୍ରଭୁକୁ ଅଲଗା ଅଲଗା ପାଇବା। ଯଦି ଆମେ ଦୀପ୍ତି ତିଆରି କରିବାର ପ୍ରଭୁ, ଖୁସି ଦେବାର ପ୍ରଭୁଙ୍କୁ ଖାଲି ଦେଖୁଛୁ, আর যদি আমি অন্ধকার দেবার প্রভু অন্ধকার সৃষ্টি করা প্রভুকে যদি আমি জানুনু আমি বিশ্বাস করুনু আডমিট করুনু তার সমান অর্থ এই দীপ্তি দেবার প্রভুকে মধ্যে আমি জানিনু। আমেন। বুঝিপারুଛନ୍ତି ଆପଣ ପ୍ରତ୍ୟେକ ଲୋକଙ୍କୁ ଦେଖନ୍ତୁ ବାଇବଲରେ। ଯୋସେଫଙ୍କ ଜୀବନକୁ ଆପଣ ଦେଖନ୍ତୁ, କାହିଁକି ମୁଁ ଗାତରେ ଠେଲା ଗଲି, କାହିଁକି ମୋର ଭାଇମାନେ ମୋତେ ଲଜ୍ଜିତ କଲେ, କାହିଁକି ମୋର ଭାଇମାନେ ମୋର ବସ୍ତ୍ର ଚିରିଦେଲେ, କାହିଁକି ମୋତେ ଇସ୍ମାଏଲ ବଣିକମାନଙ୍କ ହାତରେ ସେମାନେ ବିକ୍ରି କରିଦେଲେ, କାହିଁକି ମୋତେ ଜେଲକୁ ଯିବାର ଅଛି। ଯୋସେଫ ଭଉଣୀ ଭାବୁଥିବେ ମୋର ଜୀବନରେ କାହିଁକି ଏଡ଼େ ବଡ଼ ରୋଗ ଆସିଲା, ମୁଁ ଚାଲିବା ପାଇଁ ମୋତେ ସକ୍ଷମ ନାହିଁ। ମୁଁ ଯେତେବେଳେ ଉଦୟଗିରି ରହୁଥିଲି ଆମର କଣ୍ଡାଗିରିରେ, ସେ ସମୟରେ ସେ ଭଉଣୀ ବହୁତ ଆକ୍ଟିଭଲି କାମ କରୁଥିଲେ। ମୁଁ ଯେତେବେଳେ ଉଦୟଗିରି ଚର୍ଚ୍ଚକୁ ଆସିଲି ମୁଁ ଦେଖିଲି 2-4 ଜଣ ତାଙ୍କୁ ଧରିକି ଚର୍ଚ୍ଚକୁ ଆଣୁଛନ୍ତି, ସେ ଚାଲିବା ପାଇଁ ସକ୍ଷମ ନାହିଁ। ମୁଁ ପଚାରିଲି କ'ଣ ହେଇଛି? ଫାଷ୍ଟ ବହୁତ ଗୁଡ଼ିଏ ଇନଫେକ୍ସନ୍ ଅଛି ଭିତରେ। କିନ୍ତୁ ଆପଣ ଚିନ୍ତା କରନ୍ତୁ, କ'ଣ ପ୍ରଭୁ ଏ ଅନ୍ଧକାର ଯେଉଁ ସୃଷ୍ଟି କରୁଛନ୍ତି, ଏ ଅନ୍ଧକାର ଦ୍ୱାରା ଆମକୁ ମାରିବା ପାଇଁ, ଏ ଅନ୍ଧକାର ଦ୍ୱାରା ଆମକୁ ଅଭିଶାପ ଦେବା ପାଇଁ? ଯଦି ଏଇ ପ୍ରକାର ଚିନ୍ତା ଅଛି, ଏଇଟା ଚିନ୍ତା ତଳେ ପକାଇ ଦିଅନ୍ତୁ ଏବେ।
ଆକାଶରେ ତାରାକୁ ଦେଖିବା ପାଇଁ ପ୍ରଭୁ ଅନ୍ଧକାରକୁ ଦେଇଛନ୍ତି ଆମକୁ ଆକାଶରେ। ଆମେନ୍। ମିଠାର ମୂଲ୍ୟ ବୁଝିବା ପାଇଁ ପ୍ରଭୁ ଆମକୁ ପିତା ଚଖେଇଛନ୍ତି। ଯେଉଁ ଲୋକର ଜୀବନରେ ପିତା କ'ଣ ଜାଣିନାହିଁ ସେ ମିଠାର ମୂଲ୍ୟ ଜାଣିବ କେମିତି? ଯେଉଁ ଲୋକ ଜୀବନରେ ଅନ୍ଧକାର, ଯିଏ ଅନ୍ଧକାରର ଏକ୍ସପିରିଏନ୍ସ ନାହିଁ, ଅନ୍ଧକାରର ଯାହାର ଅନୁଭୂତି ନାହିଁ, ସେ ଆଲୁଅର ମୂଲ୍ୟ ବୁଝିବ କେମିତି? ହଁ ନା ନାହିଁ? କିନ୍ତୁ ପ୍ରଭୁ ଆମକୁ କହିବାକୁ ଚାହୁଁଛନ୍ତି ଏ ଅନ୍ଧକାର ଯେଉଁ ମୁଁ ସୃଷ୍ଟି କରୁଛି ତୁମ ଜୀବନରେ, ତୁମକୁ ଧ୍ୱଂସ ପଥକୁ ନେବା ପାଇଁ ନାହିଁ, ତୁମକୁ ହତ୍ୟା କରିବା ପାଇଁ ନାହିଁ। ଇଭେନ୍ ବାଇବଲରେ ଲେଖା ହେଇଛି ମାଥିଉ ପୁସ୍ତକ 25 ପର୍ବରେ ଯେ ଯେତେବେଳକୁ ମେଷମାନଙ୍କୁ ଛାଗମାନଙ୍କୁ ଅଲଗା କରାଯିବ, ତାହେଲେ ଗୋଟେ ପଟେ ଡାହାଣ ପଟେ ଲୋକମାନଙ୍କୁ ପ୍ରଭୁ କହିବେ ଯେ ତୁମେ ଅନନ୍ତ ଜୀବନକୁ ତୁମେ ପ୍ରବେଶ କର, ଆଶୀର୍ବାଦ ପାଇବା ଲୋକ ଧାର୍ମିକ ମାନେ। ଦ୍ୱିତୀୟରେ ବର୍ତ୍ତମାନ ବାମ ପଟେ ଲୋକ କହିବେ ରେ ଶାପଗ୍ରସ୍ତ ଲୋକମାନେ। ମୁଁ ବହୁତ ଗଭୀର ଚିନ୍ତା କଲି ଏ ବାକ୍ୟକୁ ନେଇକି, କ'ଣ ପ୍ରଭୁ ଏମାନଙ୍କୁ ଶାପଗ୍ରସ୍ତ କରିଥିବେ କି? ଏମାନଙ୍କୁ ପ୍ରଭୁ କେବେ ଶାପଗ୍ରସ୍ତ କରିନାହାନ୍ତି। ଏମାନେ ନିଜେ ନିଜେ ଶାପଗ୍ରସ୍ତ ଜୀବନକୁ ବାଛି ଅଛନ୍ତି। ଏମାନେ ନିଜେ ନିଜେ ଅଭିଶାପକୁ ୱେଲକମ୍ କରୁଛନ୍ତି ନିଜ ଜୀବନ ପାଇଁ। ପ୍ରଭୁ ଆମକୁ ଅଭିଶାପ କେବେ ଦେଇପାରିବେନି ଭାଇରେ ଭଉଣୀମାନେ। କାହିଁ ଜାଣିଛନ୍ତି? ଯଦି ପ୍ରଭୁ ଆମକୁ ଅଭିଶାପ ଦେବାର ଥିଲା, ତାହେଲେ କାହିଁକି ସେ ଯୀଶୁଙ୍କୁ ପଠେଇଲେ? କାହିଁକି ସେ ରକ୍ତ ଝରେଇଲେ? କାହିଁକି ନିଜ ଉଦିତ ପୁତ୍ରଙ୍କୁ ସେ କ୍ରୁଶରେ ହତ୍ୟା କଲେ? ଯୀଶୁ ନିଜେ ମଧ୍ୟ କହୁଛନ୍ତି ମୁଁ ଜଗତକୁ ବିଚାର କରିବା ପାଇଁ ଆସିନାହିଁ, କିନ୍ତୁ କ'ଣ କରିବା ପାଇଁ ଆସିଅଛି? ଉଦ୍ଧାର କରିବା ପାଇଁ ମୁଁ ଆସିଅଛି। ଯଦି ଆମେ ଭାବିବା ଲୋହିତ ଶାଗ ଭିତରକୁ ମଶା ଠେଲୁଛି ବୋଲେ, ମଶା ଶତ୍ରୁ ପରି ଲାଗୁଛି ନା? ଏବେ ଲୋହିତ ଶାଗକୁ ଯାଅ କହିବା ଲୋକ ମଶାଙ୍କୁ ସେମାନେ ଶତ୍ରୁ ପରି ଭାବୁଛନ୍ତି। এই জায়গায় 40 ବର୍ଷ ଧରିକି ରହିବା ଲୋକ এই ଜାଗାରେ ଅଦା ନାହିଁ, ରସୁଣ ନାହିଁ, କାକୁଡ଼ି ନାହିଁ, ଭାତ ନାହିଁ, କିଛି ନାହିଁ, ମାଂସ ନାହିଁ, ମାରିବା ପାଇଁ ଆଣିଲ କି ମଶାଙ୍କ ବିରୋଧ କରୁଛନ୍ତି। କିନ୍ତୁ ଏ ଟୋଟାଲ କରିକି ମୁଁ ଇଜିକାଲଠୁ ଯଦି କହିବି, ଇଜିକାଲ ଯଦି କରିକି ଆମେ ଟୋଟାଲକୁ ଯଦି ସଲ୍ୟୁସନ୍ ବାହାର କରିବା, ତାହେଲେ ପ୍ରଭୁଙ୍କର ଇଣ୍ଟେନସନ୍ କ'ଣ ଜାଣିଛନ୍ତି? ଦୁଗ୍ଧମଧୁ ପ୍ରବାହ ଦେଶରେ ବଞ୍ଚିବା ପାଇଁ, ଯେମିତିକି ସମାଗମ ତମରେ ଲ୍ୟାମ୍ପ ଷ୍ଟାଣ୍ଡ ଯେଉଁଟାକି ଅଛି ଯେଉଁ ଜାଗାରେ ପବିତ୍ର ସ୍ଥାନରେ ଦାର୍ଶନିକ ମେଜରେ ବସିକି ରୁଟି ଖାଇବାଟା, ସେ ଜାଗାରେ ପ୍ରଭୁ କ'ଣ କହିଲେ? ତମେ ସିଟିମ୍ କାଠରୁ ତମେ ବନାଅ ସେ ମେଜକୁ, ଟେବୁଲକୁ, ସବୁ ବ୍ରେଡ୍ ଟେବୁଲକୁ ବନାଅ, ଆଉ ବାହାର ଭିତରେ ତମେ କ'ଣର ପ୍ରଲେପ ଦେବ? ସୁନାର ପ୍ରଲେପ ଦେବ ବାହାର ଭିତରେ। ବାଇବଲରେ ସୁନାର ଅର୍ଥ ହେଉଛି ପ୍ରଭୁଙ୍କର ଗୌରବ ପ୍ରଶଂସା। ଆମିନ୍। ମୁଁ ଯେତେବେଳେ ଏବେ ବଞ୍ଚୁଛି ମଣ୍ଡଳୀରେ, ବର୍ଷ ବର୍ଷ ପୂର୍ବର କଥାକୁ ମନେ ପକାଉଛି ମୁଁ, ଆଉ ମୋତେ ମୋର ହୃଦୟରେ ମୁଁ ଭାବୁଛି ମୁଁ ଏମିତି କେମିତି ବଞ୍ଚିଲି? ମଣିଷର ବିରୋଧ, ମଣିଷକୁ ବିଚାର କରିକି ମଣିଷ ଆଡ଼କୁ ମୁଁ କ୍ଲେମ୍ କରୁଥିଲି ଯେ ଏମାନେ ମୋତେ ଏମିତି କରୁଛନ୍ତି, ସେଥିପାଇଁ ମୁଁ ଅଶାନ୍ତିରେ ଅଛି। ଏମାନେ ମୋତେ ମୋ ବିରୋଧରେ କଥା ହେଉଛନ୍ତି, ଏମାନେ ମୋ ପଛରେ ଲାଗିଛନ୍ତି, ଏଇମାନଙ୍କର ପାଇଁ ଆଜି ମୁଁ ମୋ ଶାନ୍ତିକୁ ହରେଇଛି। ବର୍ଷ ବର୍ଷ ବିତିଗଲା, ମୋର ହୃଦୟରେ ମୁଁ କେତେବେଳକୁ ମୁକ୍ତତାର ଜୀବନ ପାଇଲି ଜାଣିଛନ୍ତି? ଡିମିରି ବୃକ୍ଷର ପତ୍ରକୁ ସିଲେଇକି ସେମାନେ ଘାଗରା ବନେଇଲା ପରେ ଭାବୁଛନ୍ତି ଆପଣ ମୁକ୍ତ ହେଇଥିବେ? ଯେଉଁ ସମୟରେ ସେମାନେ ଡିମିରି ଗଛର ପତ୍ରକୁ ଘାଗରା ବନେଇକି ସିଲେଇକି ପିନ୍ଧିଲେ, ସେମାନେ ପ୍ରଭୁଙ୍କ ପାଖକୁ ଯାଇପାରୁନାହାନ୍ତି, ଆଉ ଥରେ ଲୁଚୁଛନ୍ତି ନା? ଯେତିକି ବୋଝ ଥିବ ତାଙ୍କ ଭିତରେ, ଯେତିକି ଲାଜ ଲାଗୁଥିବ, ତାଠୁ ଅଧିକ ମାତ୍ରାରେ ବୋଝ ହେଇଥିବେ ସେମାନେ, ନାଇଁ? କିନ୍ତୁ ଚରମର ବସ୍ତ୍ର ପିନ୍ଧିଲେ ସେମାନଙ୍କର ହୃଦୟ ହାଲକା ହେଇଥିବ ନା ନାହିଁ? ସେମାନଙ୍କର ମନରେ ସେମାନେ ଆନନ୍ଦିତ ହେଇଥିବ ନା ନାହିଁ? କିନ୍ତୁ ଚରମର ବସ୍ତ୍ରକୁ ପିନ୍ଧିବା ପୂର୍ବରୁ ସେମାନେ ଡିମିରି ବୃକ୍ଷର ପତ୍ରକୁ କାଢ଼ିବାର ଥିଲା। ଗୋଟେ ଛୋଟ ଶିଶୁ ପରି ଚର୍ମ ହେଇଗଲା ନାମାନର। କେଉଁ ଜାଗାରେ? ଜର୍ଦ୍ଦନ ନଦୀରେ ଯେତେବେଳେ 7 ଥର ବୁଡ଼ିଲେ, କିନ୍ତୁ ଜର୍ଦ୍ଦନ ନଦୀରେ 7 ଥର ବୁଡ଼ିବା ପୂର୍ବରୁ ସେ କ'ଣ କରିବା ପାଇଁ ଆବଶ୍ୟକ ଥିଲା? ତାଙ୍କୁ ସେନାପତିର ବସ୍ତ୍ରକୁ ତାଙ୍କୁ କାଢ଼ିବାର ଥିଲା। ସେନାପତିର ବସ୍ତ୍ରକୁ ଯଦି ସେ କାଢ଼ିଥିବେ, ଲୋକମାନଙ୍କ ଦୃଷ୍ଟିରୁ ଇଏ କୁଷ୍ଠି ଲୋକ, ଏଡ଼େ ବଡ଼ କୁଷ୍ଠି ଲୋକ, ଇଏ ଲାଜ ବି ଲାଗିଥିବ, ତୁଚ୍ଛୀକୃତ ଫିଲିଙ୍ଗସ୍ ବି ଥିବ, ଭଲ ନ ଲାଗିବାର ବିଷୟ ବି ତାଙ୍କୁ ଲାଗିଥିବ। କିନ୍ତୁ ତାର ରେଜଲ୍ଟ ହେଉଛି
ଛୋଟ ଛୁଆ ପରି ତାଙ୍କର ମାଂସ ହେଇଗଲା। କୁଷ୍ଠ ରୋଗରୁ ସମ୍ପୂର୍ଣ୍ଣ ଭଲ ହେଇଗଲେ ସେ। ଜର୍ଦ୍ଦନରୁ 7 ଥର ବୁଲିଲା ପରେ ଭଲ ହେଲା ପରେ ଯଦି ଇଲିଶାଙ୍କୁ ଆପଣ ଦେଖିବେ ନାମାନର ଇଲିଶାଙ୍କ ସହିତ ଯେଉଁ ସମ୍ପର୍କ ଆପଣ ଯଦି ଦେଖିବେ ତାହେଲେ ବହୁତ ଆଶ୍ଚର୍ଯ୍ୟ ହେଇଯିବେ। ଛୋଟ ଛୁଆ ପରି ବିହେଭ୍ କରୁଛନ୍ତି ସେ ଇଲିଶାଙ୍କୁ। ଆଜି ଆମ ଜୀବନ ମଧ୍ୟ ସମାନ ବିଷୟ। ପରମେଶ୍ୱର ଆମମାନଙ୍କ ଜୀବନରେ ଲୋହିତ ସାଗରକୁ ସାମ୍ନା କରିଲା ପରି ପରିସ୍ଥିତି ଗୁଡ଼ାକ ଦେଇଥାନ୍ତି ଆମମାନଙ୍କୁ ମାରିବା ପାଇଁ ନାହିଁ, ଆମମାନଙ୍କୁ ବିଶ୍ୱାସ ଶିଖାଇବା ପାଇଁ, ପ୍ରଭୁଙ୍କ ସହିତ କ୍ଲୋଜର ହେବା ପାଇଁ। ମୁଁ ଯେତେବେଳେ ଦୁନିଆ ସାରା ଲୋକମାନଙ୍କୁ ଦେଖୁଛି, ଏ ଜଗତରେ 750 କୋଟିରୁ ଉର୍ଦ୍ଧ୍ୱ ଲୋକ ଅଛନ୍ତି। ମୁଁ ଯଦି ସତ କଥା କହିବି ମୋର ହାର୍ଟରେ, ମୁଁ ଏ 750 କୋଟି ଲୋକ ଭିତରେ ମୁଁ ଜଣକୁ ଏକା ଶତ୍ରୁ ପାଉଛି ମୁଁ ନିଜର। ମୋର ଶରୀର ହେଉଛି ମୋର ଶତ୍ରୁ, ମୋର ଚିନ୍ତା ହେଉଛି ମୋର ଶତ୍ରୁ, ମୋର ଶରୀରରୁ ବାହାରୁଥିବାର ମତ, ମୋର ଶରୀରରୁ ବାହାରୁଥିବା ମୋର ନିଜର ଯୋଜନା, ମୋ ଶରୀରରୁ ବାହାରୁଥିବାର ବିଷୟ ଗୁଡ଼ାକ ମୋର ପ୍ରାଣର ଶତ୍ରୁ, ଆଉ କିଏ ନାହିଁ। ଆମେନ୍। ମନୁଷ୍ୟର ବାହାରୁ କୌଣସି ବିଷୟ ପ୍ରବେଶ କରିକି ମନୁଷ୍ୟକୁ ଅଶୁଚି କରି ଲେଖା ହେଇଛି କି? ମାତ୍ର ମନୁଷ୍ୟର ହୃଦୟରୁ ଯାହା ମଧ୍ୟ ବାହାରେ ତାହା ହିଁ ତାକୁ ଅଶୁଚି କରେ। କାରଣ ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ। ଯେତେ ଅଧିକ ଇସ୍ରାଏଲ ଲୋକମାନେ ଗୋଟେ ପରେ ପାଦ କାଢ଼ିକି ଯାଉଛନ୍ତି ଆଗକୁ, ଯଦିଓ ମୃତ୍ୟୁର ପରିସ୍ଥିତି ପରି ଗତି କରୁଛନ୍ତି ଏମାନେ ପ୍ରଭୁଙ୍କ ଦ୍ୱାରା, କିନ୍ତୁ ଶେଷରେ ସେମାନେ ଜର୍ଦ୍ଦନ ନଦୀରେ ପହଞ୍ଚେ। ଏ ଜର୍ଦ୍ଦନ ନଦୀ କ'ଣ? ବାଇବଲରେ ଏ ଜର୍ଦ୍ଦନ ନଦୀର ଅର୍ଥ ହେଉଛି ଏ ଜାଗାରେ ଯୀଶୁଙ୍କର କ୍ରୁଶକୁ ବୁଝାଉଛି। ଏ ଜାଗାରେ ହେଲେ ଯୀଶୁଙ୍କର କ୍ରୁଶ, ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶରେ କେବଳ ଯୀଶୁଙ୍କର ମୃତ୍ୟୁକୁ ଦେଖିପାରିବା ତାହା ନୁହେଁ, ସେ କ୍ରୁଶରେ ଆମେ ଆମର ମଧ୍ୟ ମୃତ୍ୟୁ ଦେଖିପାରିବା। ଆମେନ୍। ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ, ସେ କ୍ରୁଶରେ ମୋର ମୃତ୍ୟୁକୁ ମୁଁ ଯଦି ଦେଖିପାରିବି ବିଶ୍ୱାସ ଦ୍ୱାରା, ସେ କ୍ରୁଶରେ କିଏ ହତ ହେଇଛି? ଏ ପୁରୁଣା ମୁଁ, ଏ ଅଭିଯୋଗ କରିବାର ମୁଁ, ଏ ଅଭିଳାଷ ଯୁକ୍ତ ମୁଁ, ଇଏ ଚୋରି କରିବାର ମୁଁ, ପାପ କରିବାର ମନୁଷ୍ୟ ଏ କ୍ରୁଶରେ 2000 ବର୍ଷ ପୂର୍ବରୁ ହତ ହୋଇଅଛି। ସେଥିପାଇଁ ପାଉଲ କ'ଣ ବୋଲି କହିଲେ? ମୁଁ ଆଉ ଜୀବିତ ନାହିଁ, ମାତ୍ର ମୋ ଠାରେ ଖ୍ରୀଷ୍ଟ ଜୀବିତ ଅଟନ୍ତି। ଆମେନ୍। ଏଇଟା ସତ୍ୟ ଯେ ଆପଣଙ୍କର ଶରୀର, ମୋର ଶରୀର କ୍ରୁଶରେ ବିଚାରିତ ହେଇସାରିଅଛି। ହେଲେ ବାଇବଲ କ'ଣ କହୁଛି? ରୋମୀୟ ପୁସ୍ତକ ଜାଣିଛନ୍ତି ଯେ ତମେ ମୋ ପାଇଁ ଗୋଟେ ପାପ ମୋ ଶରୀରକୁ ପ୍ରସ୍ତୁତ କଲ। ଆଉ ଇଂଲିଶରେ ଲେଖା ହେଇଛି ହି କଣ୍ଡେମ୍ଡ ସିନ୍ ଇନ୍ ଦ ଫ୍ଲେଶ୍, ମାନେ ଶରୀରରେ ପରମେଶ୍ୱର ପାପକୁ ଦଣ୍ଡାଜ୍ଞା କଲେ। ହେଲେ ଶରୀରକୁ ପରମେଶ୍ୱର କ'ଣ କଲେ? କ୍ରୁଶରେ ହତ କରିଦେଲେ। ଏତେ ଲେଖା ହେଇଛି ବାଇବଲରେ ଯେ ଶାରୀରିକ ଭାବ ହେଉଛି ମୃତ୍ୟୁଜନକ। ଯାହା ମାଂସର ଜାତ ମାଂସ, ଆତ୍ମାର ଯାହା ଜାତ ଆତ୍ମା। ହେଲେ ଭାଇ ଭଉଣୀ ଚିନ୍ତା କରନ୍ତୁ, ବର୍ତ୍ତମାନ ଆମମାନେ ମାଂସ ନା ଆମମାନେ ଆତ୍ମା? ବିବ୍ଲିକାଲି ଯଦି ଦେଖିବା ତାହେଲେ ଆମେ ହେଉଛୁ ଆତ୍ମା। ସେ ଆମମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମମୟ ପୁତ୍ର ରାଜ୍ୟକୁ ସ୍ଥାନାନ୍ତର କରିବେ ନା କରିଅଛନ୍ତି? କରିଅଛନ୍ତି। ସେତେ ବିଶ୍ୱାସକୁ ଦେବା ପାଇଁ ପ୍ରଭୁ ଆମମାନଙ୍କ ଜୀବନରେ କାମ କରୁଛନ୍ତି। କାହିଁକି ଲକ୍ଷ୍ମୀ ଭାଇଙ୍କ ଜୀବନରେ ପ୍ରଭୁ କାମ କଲେ? ଅନିଷ୍ଟ ହେଲା ପରେ ଅନିଷ୍ଟ, ଅନ୍ଧକାର, ଅଶାନ୍ତି, କଦର୍ଯ୍ୟ ଭାବରେ ଜୀବନ ଚାଲୁଛି ପରି ଲାଗୁଛି ମୋତେ। କିନ୍ତୁ କେବେ ଭାବନ୍ତୁ ନାହିଁ, ଯୋସେଫର ନାନା ରଙ୍ଗର ବସ୍ତ୍ର ଯାହାକି ଯାକୁବ ବନେଇ ଦେଇଥିଲେ, ସେଟା ଚିରିଗଲା ସମୟରେ ଯୋସେଫଙ୍କର ଚିନ୍ତା ଅନୁସାରେ ଏତେ ମୂଲ୍ୟବାନ ବସ୍ତ୍ରକୁ ଚିରିଦେଲେ ମୋର ଭାଇମାନେ। କିନ୍ତୁ ଯୋସେଫ ଜାଣିନଥିଲେ ଯେ ନାନା ରଙ୍ଗର ବସ୍ତ୍ର ଦ୍ୱାରା ପିନ୍ଧିକି ସେ କେବେ ମିଶର ଦେଶରେ ଲୋକମାନଙ୍କୁ ବା ସେ ଦୁର୍ଭିକ୍ଷକୁ ସେ ପରିଚାଳନା କରିପାରିବେ ନାହିଁ। ଆମେନ୍। ଯଦି ମୁଁ ନିଜକୁ, ମୋତେ ଯଦି ପ୍ରଭୁ ତୁଚ୍ଛୀକୃତ କରାଉଛନ୍ତି, କାହିଁକି ଜାଣିଛନ୍ତି? ମୋତେ ଯଦି କିଏ କାହା ଦ୍ୱାରା ପ୍ରଭୁ ତୁଚ୍ଛୀକୃତ କରାଉଛନ୍ତି, ତାର ଅର୍ଥ ନାହିଁ ପ୍ରତିଶୋଧ ନେବା ପାଇଁ। ତାର ଅର୍ଥ ହେଉଛି ମୁଁ ମଧ୍ୟ ଯେମିତି ସେମାନଙ୍କ ଆଡ଼କୁ ପ୍ରତିଶୋଧ ନେବାର ମନ ନ ରଖିକି ତାଙ୍କର ଛବି ଦ୍ୱାରା ମୁଁ ନିଜକୁ ରିଫ୍ଲେକ୍ଟ କରିପାରିବି। ଆରେ ଯୀଶୁଙ୍କର ହୃଦୟ ନଥିବ, ସେଥିପାଇଁ ତ ଏ ମୋତେ ତୁଚ୍ଛ କରୁଛି। ପ୍ରଭୁଙ୍କର ହୃଦୟ ନଥିବା ଯୋଗୁଁ ସେ ମୋତେ ତୁଚ୍ଛ କରୁଛନ୍ତି। ତାହେଲେ ମୁଁ ମଧ୍ୟ ଯଦି ତୁଚ୍ଛ କରିବି, ତାହେଲେ ମୋ ପାଖରେ ମଧ୍ୟ ଯୀଶୁଙ୍କର ହୃଦୟ ନଥିଲେ ହିଁ ମୁଁ ତୁଚ୍ଛ କରିବି। ଆମେନ୍। ସେଥିପାଇଁ ଯେତେବେଳେ ଗୋଟେ କାଉ ଯଦି ଅନ୍ୟ କାଉକୁ କଳା ଦେଖାଯାଉଛି, ପରିହାସ କରୁଛି, ତାର ଅନ୍ୟ ଅର୍ଥ ହେଉଛି ସେ ନିଜକୁ ଚିହ୍ନି ନାହିଁ ଯେ ସେ ମଧ୍ୟ ଗୋଟେ କଳା ରଙ୍ଗର କାଉ। ଆମ ଜୀବନରେ ପରମେଶ୍ୱର ଅନ୍ଧକାର ଅନିଷ୍ଟ ବିଷୟ ଗୁଡ଼ାକ ଦେଇଥାନ୍ତି। କାହିଁକି? ଆମକୁ ବୁଝିବା ପାଇଁ ଯେ ତମର ଜୀବନରେ
ମୁଁ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୁଁ ତୁମ ଜୀବନରେ କାମ କରିବାକୁ ଚାହୁଁଛି, କିନ୍ତୁ ଯେତେବେଳେ ଆକାଶରେ ଆଲୁଅ ଅଛି ତାହେଲେ ତାରା ଦେଖାଯାଉନି। ଯେମିତି ଆମେ ଯଦି ଭଦ୍ରଲୋକ ହେଇଯିବା, ଆମେ ଯଦି ବିଶ୍ୱସ୍ତ ହେଇଯାଉଛୁ, ଆମେ ଯଦି ଭଲ ଲୋକ ହେବେ ବଞ୍ଚିବା, ତାହେଲେ ଆମକୁ ପ୍ରଭୁଙ୍କର ଗାଇଡାନ୍ସ ଦରକାର ପଡ଼ିବ ନାହିଁ। ଆମେ ପ୍ରଭୁଙ୍କ ଆଡ଼କୁ ଆମର ହୃଦୟରେ ଆମମାନେ ସମ୍ମାନ ଦେଇପାରିବା ନାହିଁ। ଆମେ ପ୍ରଭୁଙ୍କୁ କ'ଣ ବୋଲି କହିବା? ଅପେକ୍ଷା କରନ୍ତୁ, ପ୍ରଭୁ ସମସ୍ୟା ହେଲେ ଆସିବି। ଅପେକ୍ଷା କରନ୍ତୁ, ବର୍ତ୍ତମାନ ଠିକ୍ଠାକ୍ ଚାଲିଛି, ମୁଁ ସବୁ କ୍ଷେତ୍ରରେ ମୁଁ ପାରଙ୍ଗମ, ମୁଁ ସବୁ ବୁଦ୍ଧି ଜ୍ଞାନରେ ମୁଁ ପାରଙ୍ଗମ, ମୁଁ ମୋର ପରିବାରକୁ ମୋର ଜୀବନକୁ ମୁଁ ଆରାମସେ ଚଲେଇ ପାରିବି, କିଛି ଅସୁବିଧା ନାହିଁ। ଦେନ୍ କ'ଣ ହେବ? ଅନ୍ଧକାର ପଛରେ ଅନ୍ଧକାର ଦେବା ପଛରେ ପ୍ରଭୁଙ୍କର ଇଚ୍ଛା ନାହିଁ ଆମକୁ ଧ୍ୱଂସ କରିବା ପାଇଁ। ଯଦି ଆପଣ ବିଳାପ ପୁସ୍ତକ 3:33 ପଢ଼ିବେ, ସେ ଲେଖା ହେଇଛି। କ'ଣ ଲେଖା ହେଇଛି ପଢ଼ନ୍ତୁ ଜଣେ କହିଲେ। ବିଳାପ 3:33 ଜୟନ୍ତ ଭାଇ ପଢ଼ନ୍ତୁ, ଉଠିଥିଲେ ସେତେବେଳକୁ ସେ ପଢ଼ିବା ପାଇଁ। ବିଳାପ 3:33 ଜିର୍ମିୟାଙ୍କ ବିଳାପ। ଆମେନ୍। ବାଇବଲ ଲେଖା ହେଇଛି ଯେ କାରଣ ସେ ମନୁଷ୍ୟ ସନ୍ତାନ ଗଣକୁ ସ୍ୱେଚ୍ଛାରେ କ୍ଲେଶ କିମ୍ବା ଦୁଃଖ ଦିଅନ୍ତି ନା ଦିଅନ୍ତି ନାହିଁ? ଦିଅନ୍ତି ନାହିଁ। ତାପରେ 40 ପଦ ପଢ଼ନ୍ତୁ, କ'ଣ ଲେଖା ହେଇଛି? 40 ପଦ। ହଁ, ଆମେମାନେ ଆପଣା ଆପଣା ପଥକୁ ଆମମାନେ ଅନୁସନ୍ଧାନ କରିବା ଓ ପରୀକ୍ଷା କରିକି ସଦା ପ୍ରଭୁଙ୍କ ପ୍ରତି ଫେରୁ। ଯୋସେଫ ଯେଉଁ ସମୟରେ ପ୍ରଭୁଙ୍କର ଯୋଜନାକୁ ପାଇଲେ, ଆରେ ଜାଣିପାରିଲେ ସେଦିନ ନାନା ରଙ୍ଗର ବସ୍ତ୍ର ଚିରିବା ପାଇଁ କ'ଣ ପାଇଁ ଆବଶ୍ୟକ ଥିଲା ବୋଲି ସେ ବୁଝିପାରିଲେ। ଇଭେନ୍ ମୋତେ ଜେଲକୁ କ'ଣ ପାଇଁ ପ୍ରଭୁ ନେଇଥିଲେ ମଧ୍ୟ ଯୋଜନାକୁ ସେ ବୁଝିପାରିଲେ। କାହିଁକି ପରମେଶ୍ୱର ବ୍ୟବହାର କଲେ ଫଟିପୁର ସ୍ତ୍ରୀକୁ ମୋତେ ବେବିଚାର ବୋଲି ପ୍ରକାଶ କରିବା ପାଇଁ ବୁଝିପାରିଲେ ସେ। ମୁଁ କହିବାକୁ ଚାହୁଁ, ଯେଉଁ ମୁହୂର୍ତ୍ତରେ ଯୋସେଫଙ୍କ ହୃଦୟ ଭିତରେ ଯୋସେଫ ପରମେଶ୍ୱରଙ୍କୁ ଭେଟିଲେ, ସେ ସମୟରେ ସମସ୍ତ ବିଷୟ ଗୁଡ଼ାକ ଯାହାକି ତାଙ୍କ ପାଇଁ ସମସ୍ୟା ଦେଖାଉଥିଲା ଗୋଟେ ମୁହୂର୍ତ୍ତରେ ସମାଧାନ ହେଇଗଲା। ଆମେନ୍। ହେତେ ଯୋସେଫ ତାର ଭାଇମାନେ କହୁଛନ୍ତି, ତମ ଆଗରେ ମୋତେ ଈଶ୍ୱର ପଠେଇଲେ, ଯଦି ମୋତେ ପ୍ରଭୁଙ୍କୁ ଭେଟିବା ପାଇଁ, ଯଦି ମୋତେ ସୁସମାଚାରକୁ ଶୁଣିବା ପାଇଁ, ପ୍ରଭୁଙ୍କୁ ଭେଟିବା ପାଇଁ ଯଦି ପ୍ରଭୁ ମୋତେ ରୋଗ ଦେଲେ, ରୋଗ ହେବା ସମୟରେ ବୁଝୁନାହିଁ ମୁଁ, କିନ୍ତୁ ଯେତେବେଳେ ମୁଁ ପ୍ରଭୁଙ୍କୁ ଭେଟିଲି ଆଉ ପ୍ରଭୁ ମୋତେ କହିଲେ ତୋର କଷ୍ଟ ମୁଁ ତୋତେ ଦେଇନଥିଲି ମୋତେ ମାରିବା ପାଇଁ, ସେ କଷ୍ଟ ଦେଇଥିଲି, ସେ କଷ୍ଟ ଯେମିତି ତୋତେ ମୋ ପାଖକୁ ଆଣିବ। ଆଜି ପ୍ରଭୁ ଖାଦ୍ୟ ତିଆରି କରିବା ସହିତ ଭୋକ ବି ତିଆରି କରିବାର ଥିଲା ନା। ବିନା ଭୋକରେ ସ୍ୱାଦିଷ୍ଟ ଖାନା ଥିଲେ ମୋତେ କିଏ ଖାଇବା ପାଇଁ ଚାହିଁବ? ହବ କି? ହେଇପାରିବ? ପ୍ରଭୁ ତୃଷିତ ବନେଇଲେ ଆମକୁ। ତୃଷା କ'ଣ? ତୃଷାକୁ ପରମେଶ୍ୱର ବନେଇଲେ, ତା ସହିତ ଜଳକୁ ବନେଇଲେ ପିଇବା ପାଇଁ। ଆଜି ଆମ ଜୀବନରେ ମଧ୍ୟ ପ୍ରଭୁ ଏହି ପ୍ରକାର ମୂଲ୍ୟବାନ ଭାବରେ କାମ କରୁଛନ୍ତି। ଭାଇ ଭଉଣୀଙ୍କର ସମସ୍ୟା ହେଲେ, ଭାଇ ଭଉଣୀଙ୍କର କଷ୍ଟ ହେଲେ, ଭାଇ ଭଉଣୀଙ୍କର ଗୁରୁତର ରୋଗ ହେଲେ, ମୁଁ ଗୋଟେ ଲୋକ ନାହିଁ କହିପାରିବି କିଛି ଅସୁବିଧା ନାହିଁ, ମୁଁ ଗୋଟେ ଲୋକ ନାହିଁ କହିପାରିବି ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଗୋଟେ ଲୋକ ନାହିଁ କହିବା ପାଇଁ ସକ୍ଷମ ଯେ ତୁମକୁ କିଛି ଚିନ୍ତା କରିବାର ନାହିଁ, କିନ୍ତୁ ମୁଁ ଗୋଟେ ବିଷୟ ପାଇଁ କହିପାରିବି, ମୁଁ ସେ ପ୍ରଭୁଙ୍କୁ ଦେଖିକି କହିପାରିବି। ପ୍ରଭୁଙ୍କର ହୃଦୟକୁ ଯଦି ଅନୁସନ୍ଧାନ କରୁଛି, ପ୍ରଭୁଙ୍କର ମନକୁ ଦେଖୁଛି ବାକ୍ୟ ମାଧ୍ୟମରେ, ଦେନ୍ ପ୍ରଭୁଙ୍କ ବାକ୍ୟ ଦ୍ୱାରା ପ୍ରଭୁଙ୍କ ମନକୁ ଫିଲ୍ କରୁଛି, ପ୍ରଭୁ କେବେ ମଧ୍ୟ ଅନ୍ଧକାର ଦେଇନାହାନ୍ତି ଆମକୁ, ଅନିଷ୍ଟ ଦିଅନ୍ତି ନାହିଁ ଆମକୁ ମୃତ୍ୟୁ ମୁଖରେ ଧ୍ୱଂସ କରିବା। ଅଧିକରୁ ଅଧିକ ଯେତେବେଳେ ଆପଣମାନେ ଗାଡ଼ି ଚଲାଉଛନ୍ତି ରାତିରେ, ସନ୍ଧ୍ୟା 6ଟା 7ଟାରେ ମଧ୍ୟ ଅନ୍ଧାର ହେଉଛି ନା ନାହିଁ? ତ ସନ୍ଧ୍ୟା 6 7ଟାରେ ଗାଡ଼ିର ଲାଇଟ୍ର ଯେଉଁ ଫୋକସିଂ ପଡ଼ୁଛି ରାସ୍ତାରେ, ଯେତେ ଧୀରେ ଧୀରେ ଅନ୍ଧକାର ଅଧିକ ଅଧିକ ହେବ, ଲାଇଟ୍ର ଫୋକସିଂ ସେତେ ଅଧିକ ଅଧିକ ଉଜ୍ଜଳ ହେଉଛି ନା ନାହିଁ? ଯେତେ ଅଧିକ ଆମେ ଆମ ଶରୀର ଭିତରେ, ଆମ ଶାରୀରିକ ଜୀବନରେ ଆମେ କଣ୍ଡିସନକୁ ପାଇବା ଯେ ଆମେ ଗୋଟେ ଭରସାଯୁକ୍ତ ଲୋକ ନାହିଁ, ଆମେ କିଛି କରିପାରିବା ଲୋକ ନାହିଁ। ପ୍ରଭୁ ଚାହୁଁଛନ୍ତି ଆମ ମୁଖରୁ ଶୁଣିବା ପାଇଁ କ'ଣ ବୋଲି? ମୁଁ କିଛି କରିପାରିବିନି ମୋ ପାଇଁ। ଆମେନ୍। ମୁଁ କିଛି ବି କରିପାରିବି ନାହିଁ, ଏଇଟା କହିବା ପାଇଁ ପ୍ରଭୁ ଆମକୁ ସମସ୍ୟା ରୋଗ କଷ୍ଟ ଦେଇଥାନ୍ତି।
କିନ୍ତୁ ମୁଁ କିଛି କରିପାରିବି ନାହିଁ ସେତିକିରେ ଫୁଲ୍ ଷ୍ଟପ୍ ନାହିଁ। ମୁଁ କିଛି କରିପାରିବିନି ଜାଗାକୁ ଯେତେବେଳେ ପହଞ୍ଚୁଛୁ ମାନେ ସେ ସମୟରେ ମାନେ ପରମେଶ୍ୱର ଆମ ପାଇଁ କରିବାର ଦୃଶ୍ୟକୁ ଦେଖିପାରୁଛୁ। ଯେଉଁ ସମୟରେ ଲୋକମାନେ ଲୋହିତ ସାଗର ଭିତରେ ପ୍ରବେଶ କଲେ ପ୍ରଭୁ ତାଙ୍କ ପାଇଁ କାମ କଲେ। ଏ ଜର୍ଦାନ ନଦୀରେ ଏ ଶାରୀରିକ ମନୁଷ୍ୟର ମୃତ୍ୟୁକୁ ଆମେ ଦେଖିପାରିବା। ଆମର ଚିନ୍ତାଧାରା, ଆମର ବୁଝାମଣା, ଆମର ପ୍ରତ୍ୟେକ ବିଷୟ କ୍ରୁଶରେ ହତ ହୋଇଅଛି। ଆମେ ଯେଉଁ ବିଷୟ ଚିନ୍ତା କରୁଛୁ ତାର କୌଣସି ଭ୍ୟାଲ୍ୟୁ ନାହିଁ, ତାର କୌଣସି ଅର୍ଥ ନାହିଁ। ମଣ୍ଡଳୀ ଆମକୁ କହୁଅଛି, ପ୍ରଭୁଙ୍କ ଦାସଙ୍କ ମୁଖରେ ଆମେ ପ୍ରଭୁଙ୍କ ବାକ୍ୟ ଶୁଣୁଛୁ, ପ୍ରଭୁଙ୍କ ଦାସଙ୍କ ଦ୍ୱାରା ଆମମାନେ ଗାଇଡାନ୍ସ ପାଉଛୁ, ଯାହାକି ପ୍ରଭୁଙ୍କର ଆତ୍ମାଙ୍କ ଦ୍ୱାରା ଆମମାନଙ୍କୁ କୁହାଯାଉଛି। ଗତକାଲି ୟୁଥ୍ ମିଟିଂରେ ମୁଁ କହିଲି ଆମର ପିଲାମାନଙ୍କୁ ଯେ ସେଇଠି ଗୋଟେ ବାଟ ପାଖରେ ଡିମିରି ଗଛ ଅଛି, ଆଉ ସେଇଠି ଗୋଟେ ଦ୍ରାକ୍ଷା କ୍ଷେତ୍ରରେ ଡିମିରି ଗଛ ଲଗା ହେଇଛି, ଲେଖାଇ ଜଣଙ୍କ ଦ୍ୱାରା ଲେଖା ହେଇଛି। ଯୀଶୁ ଆସିଲେ ଦେଖୁଛନ୍ତି, ଆରେ ଏ ଗଛରେ ପତ୍ର ଖାଲି ଅଛି, ଫଳ ନାହିଁ, ଆକୁ ଅଭିଶାପ ଦେଲେ। ଗଛ ସେହି କ୍ଷଣି ଶୁଖିଗଲା ଲେଖା ହେଇଛି। କେଉଁ ଗଛ? ଯେଉଁ ଗଛ ବାଟ ପାଖରେ ରଖା ହେଇଛି, ଲଗା ହେଇଥିଲା। କିନ୍ତୁ ଯେଉଁ ଗଛ ଦ୍ରାକ୍ଷା କ୍ଷେତ୍ର ଲଗା ହେଇଛି ସେ ଗଛରେ ମଧ୍ୟ ପତ୍ର ବିନା କିଛି ନାହିଁ, ଆଉ ଫଳ ନାହିଁ। ଆଉ ଯୀଶୁ କହିଲେ, ଆରେ ଏ ଗଛକୁ ହାଣି ଦିଅ। ଜଣେ ମାଳି ଆସିକି, ପ୍ରଭୁ ଏ ଗୋଟେ ବର୍ଷ ଟିକେ ସୁଯୋଗ ଅନୁଗ୍ରହ ଦିଅନ୍ତୁ, ମୁଁ ଟିକେ ଗଛକୁ ଖତ ଟିକେ ଦେବି, ତାପରେ ଯଦି ହେବ ନାହିଁ ତାହେଲେ ଆପଣ ହାଣିଦେବେ। ଏ ଗୋଟେ ବର୍ଷ ଟିକେ ଦୟା ଦିଅନ୍ତୁ, ଏ ଗଛକୁ ଛାଡ଼ି ଦିଅନ୍ତୁ, ମୁଁ ଟିକେ ଖତ ଦେଇକି ଟିକେ ବଢ଼େଇବି। ଦ୍ରାକ୍ଷା କ୍ଷେତ୍ର ଭିତରେ ଡିମିରି ଗଛ କାହିଁକି ଲଗାଇଥିଲା? ଅନୁଗ୍ରହ ପାଇଅଛି ଏ ଡିମିରି ଗଛ ଦ୍ରାକ୍ଷା କ୍ଷେତ୍ରରେ ସୁଯୋଗ ପାଇଅଛି। ଏ ଦ୍ରାକ୍ଷା କ୍ଷେତ୍ର ଭିତରେ ଦ୍ରାକ୍ଷାଲତା ଲଗେଇବା ଜାଗାରେ ବର୍ତ୍ତମାନ କାହିଁକି ଡିମିରି ବୃକ୍ଷ ଲଗା ହେଲା? ଏ ଡିମିରି ଗଛ ବର୍ତ୍ତମାନ ଫଳ ଫଳୁ ନାହିଁ। ଏ ଚର୍ଚ୍ଚକୁ ଆସିଲା ପରେ ମୁଁ ଭାବୁଥିଲି, ମୁଁ ଚର୍ଚ୍ଚର ଗୋଟେ ସାହାଯ୍ୟକାରୀ, ଏ ଚର୍ଚ୍ଚରେ ମୁଁ ଜଣକୁ ସାହାଯ୍ୟ କରୁଛି, ସୁସମାଚାର ପ୍ରଚାର କରୁଛି, ମଣ୍ଡଳୀକୁ ମୁଁ ସପୋର୍ଟର ଲୋକ। ମୁଁ ପ୍ରଭୁ ମୋତେ ଦେଖେଇଲେ, ତୁ ଚର୍ଚ୍ଚର ସପୋର୍ଟର ନାହିଁ, ତୁ ଚର୍ଚ୍ଚର କ୍ଷତିକାରକ ଲୋକ, ତୁ ସୁସମାଚାରକୁ ପ୍ରଚାର କରିବାର ହେଲ୍ପର ନାହିଁ। ମୁଁ ହେଉଛି ସେ ଲୋକ ଯେଉଁ ଲୋକ କି 9ଟାରେ 12ଟାରେ 3ଟାରେ 5ଟାରେ ବଜାରରେ ନିଷ୍କର୍ମା ହେଇକି ଛିଡ଼ା ହେବା ଲୋକ। ଆମେନ୍। ମାଲିକ ଆସି, ଆରେ ତମେ କ'ଣ କରୁଛ ଏ ଜାଗାରେ? ଆମକୁ କିଏ ବି ୟୁଜ୍ କଲା ନାହିଁ, ଆମକୁ କିଏ ମଧ୍ୟ ନେଲା ନାହିଁ। ଆଉ ଠିକ୍ ଅଛି, ଟାଇମ୍ କେତେ ହେଲା? 12ଟା ହେଲା, ଆସ ଆସ କାମ କର। ତମେ କ'ଣ କରୁଛ ଏଠି? ଆମକୁ ତ କିଏ ବି ନେଲାନି ଆଜ୍ଞା। କେତେ ହେଲା ଟାଇମ୍? 3ଟା। ହଉ ଆସ ତମେ କାମ କର। 3ଟାରେ ଏବେ ଉପରବେଳା ହେଲାଣି, ଏବେ ଆଉ କାମ କଲେ କ'ଣ ହେବ? ଆଉ କେତେ ଲୋକମାନେ 5ଟାରେ କ'ଣ କରୁଛ? ଦିନ ସାରା ଥିଲୁ ଆଜ୍ଞା, ଆମକୁ କିଏ ନେଲେ? ଆରେ ତମେ ଆସ 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 ଆସ। ଏଠି କେତେ ଭଦ୍ର ବ୍ୟକ୍ତିମାନେ ବସି ଅଛନ୍ତି, ଯେଉଁମାନେ କି ଚର୍ଚ୍ଚକୁ ଆସିଲା ପୂର୍ବରୁ ମଧ୍ୟ ବାଇବଲ ଅଧ୍ୟୟନକାରୀ ଥିଲେ, ବାଇବଲକୁ ସମ୍ମାନ ଦେବାର ବ୍ୟକ୍ତିମାନେ ମଧ୍ୟ ଥିଲେ। ବର୍ନ ଅଗେନ୍ ପୂର୍ବରୁ ବାକ୍ୟ ଜାଣିଥିଲେ, ସେମାନେ ସମାଜରେ ଗୋଟେ ଭଦ୍ର ଜୀବନ ସେମାନେ କାଟିଛନ୍ତି। ଏଲିର ମାଇକିଲେ କିଏ ମଧ୍ୟ ଆପଣ ମୋ ଉପରେ ବଞ୍ଚିଥିବେ? ରାସ୍ତା କଡ଼ରେ ମଦ ପିଇକି ଶୋଇବାଟା, ବାନ୍ତି କରିବାଟା, କଦରଝାରେ ବଞ୍ଚିଥିବାଟା ଆପଣ କେବେ କରିନଥିବେ। ଶିଶୁ ପ୍ରଧାନ ଏଲିର ସେମିତି କରୁଥିବେ କି? ମୁଁ ହେଉଛି ସେ ମୂଲିଆ ଯିଏକି 5ଟା ସମୟ ପର୍ଯ୍ୟନ୍ତ ମୋତେ କିଏ ନ ନେବା ଲୋକ। ହଁ, 9ଟାରୁ 5ଟା ପର୍ଯ୍ୟନ୍ତ କାମ କରିବା ଲୋକକୁ ମଧ୍ୟ ନିଆହେଲା, 12ଟାରେ ଛିଡ଼ା ହେବା ଲୋକକୁ ମଧ୍ୟ ନିଆହେଲା, 3ଟାର ଲୋକକୁ ମଧ୍ୟ ନିଆହେଲା, ଲାଷ୍ଟରେ 5ଟାରୁ 6ଟା ପର୍ଯ୍ୟନ୍ତ ଗୋଟେ ଘଣ୍ଟା କାମ କରିବା ପାଇଁ ଲୋକକୁ ନିଆହେଲା। ମାଲିକର ହୃଦୟରେ କ'ଣ ଭାବିକି ନେଇଥିବେ ଏମାନଙ୍କୁ? ଯେତେବେଳେ ମୁଁ ପ୍ରଭୁଙ୍କ ଦାସଙ୍କ ପଛରେ ବୁଲିଲି, ମୋତେ କେତେ ଲୋକ କହିଲେ, ଆରେ ଏ କୋରିଆର ଲୋକ ତୋତେ ଛାଡ଼ିକି ପଳେଇଲେ କ'ଣ କରିବୁ ରେ? ତୁ କ'ଣ ପାଇଁ ବାୟା ହେଉଛୁ? ତୁ ଯଦିଓ ମାଲିକ 8 ଅଣା ଚୁକ୍ତି କରିଥିଲେ, ଏ 8 ଅଣା ଚୁକ୍ତି କରିବା ଲୋକମାନଙ୍କୁ 9ଟା ସମୟରେ ଚୁକ୍ତି କରିଥିଲେ। 9ଟା ସମୟରେ ଯେଉଁମାନେ ଆସିଲେ ତାଙ୍କ ସହିତ 8 ଅଣା ଚୁକ୍ତି ହେଇଥିଲା ନା?
ହଁ ନା ନାଇଁ? 5ଟା ସମୟରେ ଆସିବା ଲୋକମାନଙ୍କୁ କେତେ ମିଳିଲା? ସମାନ 8 ଅଣା। 3ଟା ସମୟରେ ଲୋକମାନଙ୍କୁ ମଧ୍ୟ 8 ଅଣା ପାଇଲେ। ମୁଁ ଆଜି ଯଦି କହିବି ଏ ମଣ୍ଡଳୀ ବେଳକୁ ମୁଁ ଏତେ ଗ୍ରେଟଫୁଲ୍, ମୁଁ ଯେ ସେ 5ଟାରୁ 6ଟା ମାତ୍ର 1 ଘଣ୍ଟା ପାଇଁ ମୋତେ ୟୁଜ୍ କରିବାର ଲୋକ ମୁଁ। ଏ 5ଟାରୁ 6ଟା କାମ କରା ଲୋକମାନେ ମାଲିକ ଆଡ଼କୁ କେମିତିକା ହୃଦୟ ଆସିବ? ଦାମୀ କହିପାରିବେ? ଅଭିଯୋଗ କରିପାରିବେ? 2005 ମସିହାରେ ପାଷ୍ଟର ମୋତେ କହିଲେ, ତୁ କାଲି ଗୋଟେ ଧଳା ସାର୍ଟ ରେଡ଼ି କରିଥା ତ। ଧଳା ସାର୍ଟ କ'ଣ ପାଇଁ? ହଠାତ୍ ରାତିରେ ଶୁଣିଲୁ କାଲି ତୁମ ପାଷ୍ଟର ଭାବରେ ଅର୍ଡ଼ିନେସନ୍ ପାଇବ। ମୁଁ ବହୁତ ଡରିଗଲି। କେମିତି ମୁଁ ପାଷ୍ଟର କାମ କରିବି? ମୁଁ ଏବେ ବି ମନେ ଅଛି 2005 ମସିହାର କଥା। ପାଷ୍ଟର ପାଖକୁ ଆସିଥିଲେ, ଆମେ ଅର୍ଡ଼ିନେସନ୍ ପାଇଲା ପରେ ଏମିତି ରୁମ୍ରେ ବସା ହେଲା। ପାଷ୍ଟର ଆମକୁ ଆସିଲେ କଲମାଗିରିରେ, ଡୁ ନଟ୍ ଟ୍ରାଏ ଟୁ ବି ଏ ଗ୍ରେଟ୍ ସର୍ଭେଣ୍ଟ ଅଫ୍ ଲର୍ଡ, ବି ଏ ସ୍ମଲ୍ ସର୍ଭେଣ୍ଟ ଅଫ୍ ଲର୍ଡ, ଦେନ୍ ୟୋର୍ ଲାଇଫ୍ ୱିଲ୍ ବି ଗ୍ରେଟ୍ ବୋଲି ପାଷ୍ଟର କହିଲେ। କେବେ ମଧ୍ୟ ବଡ଼ ପାଷ୍ଟର ହେବା ପାଇଁ ଚେଷ୍ଟା କରୁନି। ଯେତେ ଛୋଟ ଦାସ ହେବ ସେତେ ଅଧିକ ତୁମେ ମୂଲ୍ୟବାନ ଭାବରେ ବ୍ୟବହାର ହେଇପାରିବ। ମୋ ଜୀବନରେ ପ୍ରଭୁ ଅନିଷ୍ଟ, ଅଶାନ୍ତି, ଅନ୍ଧକାର ଗୁଡ଼ାକ ବେଶୀ ଦେଲେ। ମଝିରେ ମୁଁ ଚର୍ଚ୍ଚ ଛାଡ଼ିଦେଲି। ମୋ ଜୀବନର ଗୋଟେ ଭାଗକୁ ଦେଖିଲେ, ଗୋଟେ ପଟେ ଅନ୍ଧକାରର ଦୀପ୍ତିକୁ ଦେଖିଲେ ଅନ୍ଧକାରର ଚାପ୍ଟର ବେଶୀ ଅଛି। ଅନିଷ୍ଟ ଚିନ୍ତା କରିବାର ବିଷୟ ଅଧିକ ମାତ୍ରାରେ ଅଛି। ତାର ବଦଳରେ ମୁଁ କ'ଣ ପାଇଲି ଜାଣିଛନ୍ତି? ଧନ୍ୟବାଦ ହୃଦୟ ବାହାରି ଆସୁଛି ଚର୍ଚ୍ଚ ଆଡ଼କୁ। ପ୍ରଭୁଙ୍କର ଗୌରବ ପ୍ରଶଂସା କରିବାର ହୃଦୟ ଆସୁଛି। କାନ୍ଦିବାର ମଧ୍ୟ ମନ ଆସୁଛି। ମୁଁ ଯେଉଁ ପ୍ରଚାର କଲି ଏଥର ବଲାଙ୍ଗୀରରେ, ସେ ସମାନ ଜାଗାରେ ପାଷ୍ଟରଙ୍କୁ ଦିନ ଇନଭାଇଟ୍ କରୁଥିଲି। ମୁଁ ସେଦିନ ମୁଁ ପ୍ରିଚିଂ କରୁଥିଲି, ଯେଉଁ ଜାଗାରେ ଦିନେ ମୁଁ ଟ୍ରାନ୍ସଲେସନ୍ କରୁଥିଲି ପାଷ୍ଟରଙ୍କର ସରମନକୁ। ସେ ଲୋକମାନେ ଆସିଥିଲେ, ଯେଉଁ ଲୋକମାନେ କି ସେଦିନ ଆସିଥିଲେ। ମୁଁ ସେଦିନ ପ୍ରଭୁଙ୍କ ଦାସଙ୍କୁ ବହୁତ ମନେ ପକାଇଲି। ଆଜି ମୁଁ କ'ଣ କହିବାକୁ ଚାହୁଁଛି ଭାଇରେ ଭଉଣୀମାନେ, ସାଉଲ ବୁଦ୍ଧିମାନ ଲୋକ ଥିବ, ଡେଙ୍ଗା ଲୋକ ଥିଲା, ବଡ଼ ଲୋକ ଥିଲା, କିନ୍ତୁ ତାର ହୃଦୟ ଭିତରେ ସେ କେବେ ରିପେଣ୍ଟ କରିବାର ମାପଦଣ୍ଡକୁ ସେ ପାଇନାହାନ୍ତି। ସାମୁଏଲର କାମକୁ ସେ ନିଜେ କରୁଛନ୍ତି। ବିଳମ୍ବ ହେଲା ବୋଲି କହିକି, ଲେଟ୍ ହେଲା ବୋଲି କହିକି ମୁଁ ନୈବେଦ୍ୟ କରିଦେଲି କହି ସାଉଲ କହୁଛି ସାମୁଏଲକୁ ସମୟ ନାହିଁ, ସରେଇବାକୁ ପଡ଼ିବ ମୋତେ। ଆଜି ଗୋଟେ ବାକ୍ୟ ପଢ଼ିଲୁ, ପ୍ରଥମ ସାମୁଏଲ 13 ବାକ୍ୟ। ଆପଣଙ୍କୁ ଜଗିଲି ମୁଁ, କିନ୍ତୁ ଆପଣ ଆସିଲେ ନାହିଁ। ସେଥିପାଇଁ ଏଇଠି କ'ଣ ଲେଖା ହେଇଛି ସାଉଲଙ୍କର ଷ୍ଟେଟମେଣ୍ଟ ଦେଖନ୍ତୁ ଆପଣ। ପ୍ରଥମ ସାମୁଏଲ 13 ଏଇଟା କରିକି ମୁଁ ସରେଇବି। 13 ଆମେ ଦେଖିବା 10 ପଦରେ ଦେଖନ୍ତୁ। ପୁଣି ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବା ମାତ୍ର ଦେଖ ସାମୁଏଲ ଉପସ୍ଥିତ ହେଲେ ତହିଁରେ ସାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ। ଏଥିରେ ସାମୁଏଲ କହିଲେ, ତୁମେ କ'ଣ କଲ? ସାଉଲ ଉତ୍ତର କଲେ, ମୁଁ ଦେଖିଲି ଯେ ଲୋକମାନେ ମୋ ନିକଟରୁ ଛିନ୍ନ ମନେ ହେଉଅଛନ୍ତି। ପୁଣି ନିରୂପିତ ଦିବସ ମଧ୍ୟରେ ତୁମେ ଆସିଲ ନାହିଁ। ମଧ୍ୟ ପାଲେଷ୍ଟ୍ରୀୟମାନେ ମିକ୍ମସରେ ଏକତ୍ର ହୋଇଅଛନ୍ତି। ଏଥିପାଇଁ ମୁଁ କହିଲି, ପାଲେଷ୍ଟ୍ରୀୟମାନେ ଏଇ କ୍ଷଣି ମୋ ବିରୁଦ୍ଧରେ ଗିଲଗଲକୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କ ଅନୁଗ୍ରହ ମାଗି ନାହିଁ। ଏ ନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି। ପ୍ରଥମ ଜିନିଷ ହେଉଛି ବର୍ତ୍ତମାନ ସେ ତା ହୃଦୟ ଭିତରେ ଦେଖନ୍ତୁ କ'ଣ ଅଛି, ଯେ ଲୋକମାନେ ମୋ ନିକଟରୁ ଛିନ୍ନ ମନେ ହେଉଅଛନ୍ତି। ମୁଁ ଦେଖିଲି ବୋଲି କହିଲେ। ସାଉଲ ମୁଁ ଦେଖିଲି, ଦେଖିବା ଲୋକ ପରିସ୍ଥିତି କହିବ, ପ୍ରଭୁଙ୍କର ବାକ୍ୟ ଶୁଣିବା ଲୋକ ବିଶ୍ୱାସର କାହାଣୀ କହିବ। ଆମେନ୍, ଆମେନ୍ କି ନାହିଁ? ଯେଉଁ ଲୋକମାନେ ଦେଖୁଛନ୍ତି, ଦ୍ୱିତୀୟ ରାଜା 7 ପର୍ବରେ ମଧ୍ୟ ରାଜାଙ୍କ ତଳେ ସେନାପତି ଦେଖ ବୋଲି ଆରମ୍ଭ କଲା ତାର କଥା ଘୁଷି ନା ନାହିଁ। ଆକାଶରେ ଦ୍ୱାର ଫିଟିଲେ ମଧ୍ୟ କ'ଣ ଏମିତି ହେଇପାରିବ? କିନ୍ତୁ ଇଲିଶା ଭବିଷ୍ୟବକ୍ତା କ'ଣ କହିଲେ ଦ୍ୱିତୀୟ ରାଜା 7 ପଦରେ? କ'ଣ କହିଲେ ଜାଣିନାହାନ୍ତି?
अंजिन भाई जानी ना द्वितीय राजा 7 पर एक पदर प्रथम भाग पढ़ कौन लिखाई इलिशा कौन कहले तमे सदा प्रभु वाक्य शुण कहले राजा तले सेनापति कौन कहला देख आकाशर द्वार हेले मत एमती हम कि जो मैंने विश्वास रास्ता अच्छा से केबे मध्य देखा विषय को लेकिन पार्टी को व्यवहार करेंगे ना जो मैंने संकीर्ण रास्तार जाऊँगी दुर्गम पथरे जाऊँगी प्रेजेंट सिचुएशन को से केबे इंपोर्टेंस देवे ना आमेन कष्ट होउछि तांकु बथा होउथिबो चलिया पाए किंतु बाइबल लिखाई कौन बोली संकीर्ण द्वार देखिए तुम चेष्टा कर प्राण पशिया कारण सर्वनाश को घेरी जीवार पथ प्रशस्त एवं असार ताहा देई जीवा लोके कम ना अधिक अनेक हेते बर्तमान साउलकर ये जगह हृदय को देखा मु देखिली तार अर्थ हूँ बर्तमान से परिस्थिति द्वारा बर्तमान से रिएक्ट होउछन कि ऑलरेडी भितर परमेश्वर देथिबा वाक्य प्रतिज्ञा नहीं देखिया विषय मु कहबी परिस्थिति को किंतु ईश्वर कहउछन सामुएल कौन बोले कहले मो लोक मैंने छिन्न मैंने होउछंती पुणी निरपुत दिवस मध्य तुम आसिल ना हेले साउलंकर हृदय भितर साउल कहउछन निरपुत समय को समय निरपुत समय तांग पई सामुएल आसुना साउल कौच विलंब कल किंतु बर्तमान सामुएल जो आसिले सीटा निरपुत समय थिला ना साउल जो विषय स्टेटमेंट दौरान यहाँ निरपुत समय तुम आसिल ना कहीकि सीटा प्रकृत निरपुत समय थिला प्रभु मो ठीक समय काम करवाटा मो ठीक ना मु मोर हिसाब से भावुची यहाँ कम निहाती हेबा आवश्यक अटे न हेले मोर अनुसार प्रभु नाई से बर्तमान सामुएल जगह कौन बोले कहे देखंतु 12 पदर साउल कौन कहते एथि मु कहली पालेस्टीय मैंने यही खुणी मो विरुद्ध में गिलगोल को ओह्लाई आसबे मात्र मु सदाप्रभु अनुग्रह मागी ना ये निमते मु साहस बांधी होम बलि उत्सर्ग कली साहस बांधला ये कि साहस यहाँ साहस ना यहाँ अविश्वास भाई मैंने कहते पार्टी करी साहस ना यहाँ अविश्वास यहाँ साहस नहीं मनुष्यर प्राणी को व्यवहार करवाटा सठिक रास्ता नहीं मनुष्यर मेथड को यूज करी निजर जीवन को मेंटेन करवाटा यहाँ हूँ अविश्वास यहाँ विश्वास नहीं से सामुएल कौन बोले कहले तैरे सामुएल साउल को कहले तुम्हें मूर्खर कर्म करिअछ सामुएल को बर्तमान बहुत आघात है कहते तुम्हें मूर्खर काम करिअछ सदा प्रभु तुम परमेश्वर तुमको जो आज्ञा देते ताहा तुम्हें पालन कल नहीं आज मंडली आम को जो विषय कहूँ आज प्रभु दास आम को विश्वास को शिखापी प्रभु दास को प्रभु बनाऊँच केवे केवे आमको लोहित सागर को पार करने आमको प्रभु दास प्रभु द्वारा इंस्पिरेशन होकर ठेलुंट प्रभु आमको मोर प्रांतर को लेकिन विश्वास को शिखापी मोर निजर भितर थिबा शारीरिक मनुष्य चिंतार चेर को देखापी प्रभु आम को जर्दन नदी को नौ देख तमें क्रूसरे जीशु सहित हत होच तमें आ जीवित ना तुम भीतर केवल ख्रीष्ट जीवित से ख्रीष्टर स्वर अनुसार बंच से ख्रीष्ट को मान से ख्रीष्ट को सम्मान दियो मु बहुत धन्यवाद अटे जीवदगिरी को ट्रांसफर है मुझे को आसला भावुली अरे मुझे बंची से जगह मोर गाँ से समस्ते वेल नोन मोपाई एत वयोज्येष्ठ लोक अच्छा एत प्राचीन मैंने अच्छा आगे छिड़ा केमती हो पारि कि मुझे देखिली आम वयोज्येष्ठ भाई मैंने से हृदय अति नम्र भाव से मत शुणुंट मु गोटे लोक ना जी कि आप नमस्कार ग्रहण कर योग्य ना मोर 5टा ରୁ 6टा पर्यंत लोक मैंने जदि हाथ में 8 अना पाइले केमती से पारे यथेष्ट काम कलु तो से 8 अना देले से हृदय कौन कौन जगह पशिकी खोजिले मैंने से हृदय को पाई पारे जो हृदय कि बर्तमान आम कहीपर अभियोग हृदय धन्यवाद हृदय परिपूर्ण कि थी गत दिन पास्टर विजय कहते साक्ष्य दौले करमणीय दास समस्त कम कला आम कौन कह दरकार मुझे अकरमणीय दास आज मंडली आड़ को मो बेस धन्यवाद अटे
जीवदिक चर्चर भाई भाई मान धन्यवाद अटे आप दुर्बलता आपण अभाव आपंकर समस्त समस्या आपंकर कष्टकर परिस्थिति मो गोटे मुंड व्यथार कारण ना मु विश्वास करुच्ची प्रभु मते आपण पाखक नहीं आसचंती महापुरुष मनुष्य बनवाई ना आपणकर कष्ट को फिल करने प्रभु मते कष्ट देइछन्ते मो लाइफ रे आपको दुख को बुझाई प्रभु मते मध्य दुख रास्ता नहीं प्रभु आप रोग को जमी प्रभु दास हृदय भितर अंगे अंगे निभेबे जानीपारे फिल करें ये मो लाइफ रे मत प्रभु रोग देते मत मुझे रोग आक्रांत होती 6 मास पर्यंत मुझे राति दिन गोटे सेकेंड भी शोई पारि ना रक्त बाहर मोर झाड़े सुखी गली मु हताश होगी मरिया मु जगिली पास्ट मत कर तू मो पाखक आ मु तो सहित रही मो सहित तू रह प्रभु कहवाक चाहूँ जे जगार कहीं साउल साउल बर्तमान कहते लोक मैंने छिन्न भिन्न हो गले को लोक मैंने चर्चर भाई भाई मैंने पास्टर नहीं चर्चर भाई भाई मान रेभरेंड नहीं चर्चर भाई भाई मैंने सहित से पास्टर तार से डिकोन एलन मैंने परमेश्वर लोक आमेन आमर बिनो भाई कार लोक आप ईश्वर संतान आप विजय भाई कार लोक मुझे आईली तो पास्टर बहुत दिन से बहुत डाउट लगुच सेमती पुओ जदि बापा को छाड़ी जदि 10 वर्ष चर्च घर छाड़ी बाहर गला से पुओ ना कहींपारे आप पुओ ना बोलांगे प्रचार करुच्ची बहुत जोर से मुझे एग्जाम्पल दूसरी गोटे बुढ़ा लोक बस तुम पुओ मु द्वितीय अपय पुत्र विषय कहूली मोर टपिक थिला जे जदि बापा ए पुओ जदि आसुची मो मूल्याप रख मो आ पुओ नाई बोली कहीकि से बापा कौन मूल्याप रखिले कि तार एग्जाम्पल दौली मुझे से बुढ़ा लोक पचारे तुम पुओ केरला को जीव तुम पुओ फेरले चाकर कर ना पुओ कर चाकर करी आज्ञा ए नहीं 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 भूल कही आज्ञा पुओ आका करी मुझे 12 लाइट जल्ला प्रभु आमको केबे मध्य मालिक केबे मध्य किए केते काम कला कहीकि हिसाब दौरान कि 9टा लोक 12टा लोक 3टा लोक 5टा लोक को सामान दौरान मोर संपत्तिर अधिकार मु जहाँ देवी इच्छा मोर अधिकार अच्छी बोले मालिक कहते ना हे मु कहवाक चाहूँगी ये जगह साउल परी जेपरी आम न बंचु जहाँ प्रभु दासंकर कर्तव्य जहाँ मंडलीर कर्तव्य ता पूर्व कहीं मु चिंता करुच्ची अधिक मात्रा कहीं साउल पर मु हाथ मारुची से जगह आपणकर परिवार समस्या पिलामानकर बाहागर पिलामानकर समस्त विषय जहाँ मध्य हेबार दरकार परमेश्वर यथेष्ट जानी आमे जेमती साउल पर न हो आमे जेमती को न कहू लेट है तो पास्टर तो चिंता कि आतेंजु मंडली तो चिंता कला ना बोले मुझे करदे कौन करवा एटा साउल किसी समस्यार कारण ना कि सामुएल कौन कहले तमें मूर्खर काम कल मूर्खतार काम कल आज प्रभु आज आम कहवाक चाहूँ मु अंधकार दीप्ति शांति सब विषय तैयार करुच्ची तुम केवल मते शुण मोर बसीभूत हो तुम रुह आमेन गत 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 काली आम मेरी ब्रदर्स मीटिंग रे आउ थे 10टा कॉन्फ्रेंस को रेडी करुचु 10टा कॉन्फ्रेंस रे गेस्ट स्पीकर किए किए सब हम आज आम फाइनाल हम आम एमती सुसमाचार प्रचार करू 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 जीशुंकर द्वितीयागमन आसब आने रेपचरिंग हो रूपांतरित हम आम कि तो कहूँ ना देख देख आसुँच ए मोर शरीर हेब रूपांतर मंडलीर प्रत्येक भाई भाई को मुझे अनुरोध करुच्ची ये मूल्यवान सुसमाचार को लेकिन आपने से माटी तले से तालंत को पुतला पर न रखिकी जेपरी ए मूल्यवान सुसमाचार को जेपरी आमने अन्य मान देवा तुम्हें कौन कौन रे लाभ कर बंधु बोली प्रभु कहले अधर्म धन तुम बंधु लाभ कर आम जदि कदर्य आम जदि मूल्यहीन आम जदि दुष्ट लोक आम जदि खराब लोक कि प्रभु आमको सिद्ध कर रक्त द्वारा रक्त द्वारा मृत्यु पुनरुत्थान द्वारा से आमको पुनर्जन्म देउछन्ति आमको सिद्ध करुछन्ति चिरकाल हालेलुया आमेन एते मु आशा करू जे आमने नेगेटिव एक्चुअली नेगेटिव आमे केबे हेबारो
कंडीशन ही नहीं। जदि आप अंधकार अनिष्ट विषय को देखला समय जदि आमने प्रभुंकर योजना को पाइबा ताले आमने केबे मत कहि परिबा नहीं सतरे ए अनिष्ट जोगु ए अंधकार जोगु मु विनष्ट हो जीवी कोई। प्रभु आम जीवन अंधकार तैयार करुँच, प्रभु आम जीवन में दीप्ति तैयार करुँच, प्रभु आम जीवन अनिष्ट आणुंट कि अनिष्ट आम जीवन को नष्ट करने नहीं। हेते अति अति अधिक अधिक जपरि आमने प्रभुंकर वाक्यर बसीभूत हेबा ताहा प्रभुंकर इच्छा। मुझे एति कहबी आज प्रथम सप्ताह प्रथम रविवार प्रभु जो अच्छी तेणुक आमने आज आम प्रभु जो उपासना करवा समस्ते बाइबल खोलतु आउ थे जेपरि आमने प्रभुंकर वाक्य शुणुचु ता सहित आमने जंती प्रभुंकर वाक्य अनुसार समय को आमने कटेवा दरकार ताहा हूँ बहुत गुरुत्वपूर्ण विषय। आज एमती आमने ए सुषमाचार को लेकिन जमी बंची पारिबा ताहा हूँ प्रभुंकर इच्छा। तो समस्त विषय प्रभुंकर गौरव प्रशंसा करुच्ची मु बाइबल खोलिबा प्रथम करंथी 11 पर्व तेईस पदरू देखा माने प्रथम ग्रंथि 11 पर्व 23 पद। कारण मो प्रभु ठार प्राप्त जो शिक्षा तुम मन प्रदान करी ताहा एही शत्रु हस्त समर्पित हेबा रात्रि रे प्रभु जीशु रोटी घेनी धन्यवाद दे ताहा भांगी कहले यह तुम मान निमंते मोर शरीर मते स्मरण करने निमंते यहाँ कर। सेहीपरि भोजन उतारे से पानपात्र घेनी कहले यही पानपात्र मोहर रक्तरे स्थापित नूतन नियम तुम्हें मैंने जिते थर ए पान कर सेते थर मत स्मरण करने निमंते यहाँ कर। कारण जिते थर तुम्हें मैंने रोटी भोजन कर और यही पानपात्र पान कर सेते थर तुमने प्रभु आगमन पर्यंत मृत्यु प्रचार करुअछ। अतएव जे कि अयोग्य भाव में प्रभुंर यही रोटी भोजन करे कि पात्र पान करे से प्रभु शरीर रक्त दायी हम कि मनुष्य आपण परीक्षा करूँ आहीपरि भाव में यही रोटी भोजन करूँ और यही पात्र पान करूँ। कारण सी प्रभु शरीर को विशेष न मणि भोजन करे और पान करे से आप दंड निमंते भोजन करे और पान करे। आम पाखे डिकन रोशन अच्छा से आज प्रभु जो उपासना रोटी निमंते आसिक सी प्रार्थना करेंगे आउ आमने नेक्स्ट कार्यक्रम को जीवा। प्रार्थना करवा। धन्यवाद स्वर्ग पिता आज यही अनुग्रह दिन को देल परमेश्वर आ तुम आज वाक्य द्वारा आमको कढ़ेक नल परमेश्वर जे आम जदि भी अंधकार अच्छु कष्टकर अच्छु बोली चिंता करुचु किंतु परमेश्वर से द्वारा तुम्हें निजको देखापी चाहूँ परमेश्वर तुम्हें परमेश्वर को भेटाइप चाहूँ आज वाक्य बेसी धन्यवाद स्वर्ग पिता। हाँ परमेश्वर आम जिते अंधकार थी परमेश्वर जिते मृत थी परमेश्वर तुम्हें आमको व्यवस्था द्वारा देखल परमेश्वर कि आम मरी जाइचु। हाँ परमेश्वर तुम्हें ख्रीष्टों को निकट को नहीं आसिल परमेश्वर जो द्वारा आम जीवित हबू। स्वर्गीय पिता तुमको बेसी धन्यवाद दूँ जे तुम्हें ख्रीष्टों निमंते गोटे शरीर प्रस्तुत कल जे शरीर द्वारा तुम्हें पाप को विनाश कर आमर पुरातन स्वभाव को विनाश कर परमेश्वर तुम आमको धार्मिक बोली गणिव परमेश्वर तुम्हें आमको पवित्र बोली डाक परमेश्वर आमको चिरकाल सिद्ध बोली कह। हाँ परमेश्वर बेसी धन्यवाद प्रशंसा दूँ पिता तुम्हें से ही शरीर को क्रूस टंगाइल उल्लंघ कल जमीक आम आशीर्वाद पाइबू आम अभिशाप मुक्त हो पारि परमेश्वर सेपरी तुम्हें समस्त विषय कार्य कल परमेश्वर केवल तुमको धन्यवाद छड़ा कौन विषय नहीं परमेश्वर केवल समस्त विषय तुम्हें आमको अनुग्रह आ दयारे प्रेम देछ परमेश्वर समस्त विषय तुम योजना तुम प्लान अनुसार हो परमेश्वर से तुम्हें गौरव प्रशंसा पाओ। आज ही मूल्यवान दिन को देला परमेश्वर जो दिन में आम तुम से ही खंड विखंडित शरीर जो द्वारा आम पवित्र हेलु पापर क्षमा पाइलु आम जो पाप व्यवस्था मुक्त पाइलु परमेश्वर से विषय को मन पकई पारू से दिन को देल आज ही प्रभु भजर दिन को देछ से बेसी गौरव प्रशंसा पाओ पिता। हाँ परमेश्वर तुम्हें ही मूर्तिका सदृश माटी शरीर जो मूल्यवान सुसमाचार को देच परमेश्वर से ही मृत्यु को तुम से मृत्यु को आम जब प्रचार करूँ तुम से ही मृत्यु को प्रचार करने जब अनुग्रह पाइबू परमेश्वर पर दया कर अनुग्रह कर पिता जपरी आम समस्त विषय द्वारा केवल तुमको धन्यवाद दे पारू तुम कार्य को देखिकी तुमको गौरव प्रशंसा करें पिता आम आनंदित हो पारू तुम कार्य देखिकी सेपरी तुमको दया कर परमेश्वर आज ही मूल्यवान सुसमाचार पुणी थे आमको मन पकड़ देला परमेश्वर तुम्हें आमको मूल्यवान समय देच से बेसी गौरव देउछु। हाँ परमेश्वर आज समस्त सरमन पाई बेसी धन्यवाद दे आम समस्त को तुम चरण तल दे प्रार्थना आम उद्धारकर्ता प्रभु जीशु ख्रीष्ट नाम मागुअछु आमेन।
ଧନ୍ୟବାଦ ରିକଲ। ଆମର କୋୟର ଗ୍ରୁପର ଯେଉଁ ଅଛନ୍ତି 2 ଜଣ ଆସିପାରିବ ସାମ୍ନାକୁ। ସୁମିତ ଅଛି ନା ନାହିଁ? ଆଉ କୋୟରରେ ଯିଏ ଗାଉଛନ୍ତି 2 ଜଣ ଅନନ୍ତ ଆସ ଏଠୁ। ଆମମାନେ ଦେଖ ଦେଖ ଆସୁଅଛନ୍ତି ଗୀତ ଗାଇବା। ଜଲ୍ଦି ଆସ, ତାହେଲେ ଜଣେ ଗାଅ। ଦେଖ ଦେଖ ଆସ। ସମସ୍ତେ ମିଶି ଗୀତ ଗାଆନ୍ତୁ। ଏଇଟା ସେ ଜାଣିନି ବୋଲି କହୁଛନ୍ତି, ଇଂଲିଶ ଗାଇବା ଲୋକ ଏମାନେ ସବୁ। ଦେଖ ଦେଖ ଆସୁଅଛନ୍ତି ରବେ ଯୀଶୁ ରାଜା। ମୋର ଶରୀର ହେବ ରୂପାନ୍ତର, ଏ ମୋର ଶରୀର ହେବ ରୂପାନ୍ତର, ଅକ୍ଷୟ ମୋର ହୋଇବ। ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ଗାଇଯିବା ତାଙ୍କ ପ୍ରଶଂସା ଗୀତ, ଦୂତଗଣ ସାଥେ ହୋଇ ମିଳିତ। ଗାଇଯିବା ତାଙ୍କ ପ୍ରଶଂସା ଗୀତ, ଦୂତଗଣ ସାଥେ ହୋଇ ମିଳିତ। ଯିବା ସେ ମହାଭୋଜେ ହୋଇ ନିମନ୍ତ୍ରିତ, ଆସିଛୁ ଯେତେ ଆସ ଯିବା ସେ ମହାଭୋଜେ ହୋଇ ନିମନ୍ତ୍ରିତ, ଆସିଛୁ ଯେତେ। ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ, ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ। ସ୍ୱର୍ଗୀୟ ସଙ୍ଗୀତ ଗାଇବା, ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ଏଇ ଦେଖ ଦିଶେ ସ୍ୱର୍ଗ ଦ୍ୱାର, ନାହିଁ ଆଉ ଭୟ ମରଣ ଡର। ଏଇ ଦେଖ ଦିଶେ ସ୍ୱର୍ଗ ଦ୍ୱାର, ନାହିଁ ଆଉ ଭୟ ମରଣ ଭୟ। ସ୍ୱର୍ଗଦୂତ ହସ୍ତ ପ୍ରସାରୀ ନେଇଯିବେ ରାଜ ସ୍ୱାଗତ କରି। ସ୍ୱର୍ଗଦୂତ ହସ୍ତ ପ୍ରସାରୀ ନେଇଯିବେ ରାଜା ସ୍ୱାଗତ କରି। କହିବେ ସେ ତୋତେ ରହିବୁନି ରତେ, କହିବେ ସେ ତୋତେ ରହିବୁନି ରତେ। ସଦା ମୋର ସାଥେ ସ୍ୱର୍ଗ ଧାମେ, ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ସମସ୍ତେ ରୁଟି ପାଇଲେ କି? ଆମ ପାଖରେ ମାଇକେଲ ଅଛନ୍ତି, ସେ ଆଜି ପାଇଁ ଦ୍ରାକ୍ଷରସ ପାଇଁ ସେ ପ୍ରାର୍ଥନା କରିବେ।
आसंतु आमने प्रार्थना करिबा। गौरव संभ्रम परिपूर्ण आमानकर स्वर्गस्थ पिता तुमरी पवित्र नाम को धन्यवाद देउछु प्रभु। तुम्हें आमान को अनुग्रह करी आजिर उपासना मध्य को आनिल एवं प्रभु तुम्हें आमान को वाक्य मध्य देल। जेतेले आमने वाक्य शुणुथिलु आरंभरु आमने हाँ प्रभु जेतेले शुणिलु पालक जेतेले कहूतिले कि ख्रीस्टियान जीवन रे कौन आवश्यकता अच्छी। हाँ प्रिय प्रभु समस्त विषय अपेक्षा ख्रीष्ट होउछंती आमान को जीवन पाई यथेष्ट। जेतेले हाँ प्रभु ईश्वरंकर वाक्य को आमने स्मरण करूछु कि तुम्हें हाँ प्रभु शांति रचना करूछ। तुम्हें हाँ प्रभु तुम्हें आलोक मध्य सृष्टि करूछ किंतु तुम्हें अनिष्ट मध्य करूछ एवं अंधकार को मध्य सृष्टि करूछ। आमे सदा प्रभु ये समस्त विषय करू बोली प्रभु साधन करू बोली तुम्हें वाक्य रे कहिअछ। हाँ प्रभु अनेक समय आमने जेतेबेले दुख रे अभाव रे पड़ी थाउ रोगग्रस्त होई थाउ से समय आमने भांगी पड़ी थाउ एवं ईश्वर आमान को देखु नाहंती ईश्वर आमान को पई किछि करू नाहंती ए प्रकार मनोभाव रखी प्रभु आमने तुमरी वाक्य को तुच्छ करि थाउ किंतु प्रकृत रे तुम्हें जे वाक्य द्वारा प्रभु समस्त विषय को सृष्टि कल एवं समस्त विषय प्रभु तुम्हें आमान को निमंते प्रतिज्ञा देयछ वाक्य द्वारा एवं प्रभु आमान को पाई समस्त विषय साधन करूछ। हाँ प्रिय प्रभु एतेबेले आमने जो प्रभु भोज करिया पाए प्रभु ए समय प्रभु आमने सहभागिता पाई अछु एवं प्रभु आमने अनुग्रह पाई अछु। आमने तुमर से वाक्य को मध्य स्मरण करूछु कि तुम्हें हाँ प्रभु ख्रीष्ट उत्तम उत्तम विश्वर महाजाजक स्वरूप प्रभु उपस्थित होई हाँ प्रभु छाग और गोबस्तर रक्त नुहे आपणार रक्त घेनी महापवित्र स्थान रे प्रवेश करी हाँ प्रभु अनंत मुक्ति साधन करिअछंती बोली। हाँ प्रिय प्रभु आमने जेतेले देखुचु प्रभु तुम्हें आमान को निमंते प्रभु से मुक्ति को साधन कल कारण आमने पापी थिबा समय हाँ प्रभु आमने कौन सी विषय करि पार नथिलु कि आमान पाखरे कौन सी विश्वास मध्य नथिला किंतु जेतेले आमने वाक्य मध्य देखुचु हाँ प्रभु समस्त हाँ प्रभु जेतेले वाक्य कहूची व्यवस्था द्वारा व्यवस्था समस्त विषय केवल रक्त द्वारा प्रभु सूचीकृत हुए बोली रक्तपात बिना पाप मोचन हुए ना बोली से प्रभु तुम्हें तुमरी पुत्र को प्रभु प्रस्तुत कल जे कि प्रभु ए जगत को आसिले एवं आम निमंते रक्त ढाली हाँ प्रभु आम मान को धार्मिक गणित कले एवं मंडली मध्य रखिंट यही समय आमने हाँ प्रभु तुमर से कृषि मृत्यु को हाँ प्रभु स्मरण करूछु एवं प्रभु तुमरी गौरव निमंते प्रभु आमने यही समय प्रभु तुमर से प्रस्तुत होता भोज को मध्य प्रभु ग्रहण करिया जाऊँ। हाँ प्रभु यहाँ ग्रहण करी आमने जेपरी तुमर प्रभु से कृषि अमृत को स्मरण करूछु सेपरि आग को मध्य जेपरि प्रभु आमने आम मानकर हृदय बल शक्ति पाई तुमरी सुसमाचार गौरव पाई तुमरी सुसमाचार कार्य पाई आग को बंचू से प्रकार मध्य तुम्हें दया कर त्राणकर्ता प्रिय प्रभु आगामी सप्ताह जो कार्यक्रम रही से समस्त विषय पाई मध्य प्रभु आमने प्रार्थना करूछु तुम्हें समस्त कार्य आरंभ करूछ एवं प्रभु तुम्हें समस्त कार्य को मध्य शेष करूछ से प्रकार भाव प्रभु आम समस्त सहित यही शेष समय प्रभु तुम्हें आम मान सहवर्ती परमेश्वर हो प्रभु आम प्रत्येक को तुम से सुसमाचार प्रचार करने एवं तुम गौरव बचापी प्रभु तुम्हें आम मान दया कर आम जिते लोक प्रभु तुम से रक्त को आम ग्रहण करने जाऊँ आम प्रत्येक को तुम्हें अनुग्रह दे आम मान को प्रभु तुम्हें आशीर्वाद कर एवं आम मान को तुम्हें आग को बढ़ाओ जेपरी आम मैंने तुम गौरव पाई बंचबू समस्त प्रार्थना शुणिच बोली तुमको धन्यवाद दे त्राणकर्ता प्रिय प्रभु जीशु ख्रीष्ट नाम यही निवेदन मागुअछु आमेन। धन्यवाद एल्डर आम कोई गीत गोटे गाइबा बाइन जो माई जीशु राजे जो ताली बजे गाइबा समस्ते आ समस्ते गाँतु काली मु जो मैरिड ब्रदर्स मीटिंग शुणुली सेपटे गोटे चर्च अच्छी पार्टी इे आसमर पार्टी सियाड़े जाऊँ कि ना चिंता करवा तो समस्त पार्टी कर गाइबा बाइने जुमाई जीशु राजे जो आहना पोड़ो आहना हो आहना पोड़ो आहना बाइने जू राजा गानी राजे जू आहना पोड़ो आहना हो आहना
ପୋଡ଼ ଆହନା ଆନି ଡାଟା ପୂର୍ତ୍ତି ତାରେ ଯିଶୁଇ ଗୋ ଆହନାରେ ବେଲା ସୁକା ଦିନାନେ ଅନ୍ଧାରେ আনি ডাটা ফুর্তি তারে যিশুই গোয়াহানারে ঝ্রুনুডা জুবেলা সুকা দিনানে আন্ধারে কুকনু সুডাঙ্গা বেনাঙ্গা উসানা কুকনু সুডাঙ্গা বেনাঙ্গা উসানা উজেনে পেনু ইজানা পড়ো আহনা ও আহনা পড়ো আহনা ভাইনে জুমাই যিশুরা জেজু আহনা পড়ো আহনা ওহো আহনা পড়ো আহনা ইরি পুরতি তারে রণিসি গলুবিনে নাড়িড়াই ব্রাহ্পাসেলু রোসপা গোয়া জানে ইরি পুরতি তারে রণিসি গলুবিনে নাড়িড়াই ব্রাহ্পাসেলু রোসপা গোয়া জানে এস্তানা কানে জুপেনু ইকুনেরু সাবাসেলু দেগি দেগি সানেরু এস্তানা কানে জুপেনু ইকুনেরু সাবাসেলু দেগি দেগি সানেরু এহপানা বানি পানা পড়ো আহনা ওহো আহনা পড়ো আহনা ভাইনে জুমাই যিশুরা জেজু আহনা পড়ো আহনা ওহো আহনা পড়ো আহনা তাড়া বাহতায় সে লোক পরতেড়াই মানেরু সেন তোড়ু বিকানে গুলে তাকা নিঙ্গিনেরু তাড়া বাহতায় সে লোক পরতেড়াই মানেরু সেন্ড তোড়ু বিকানে গুলে তাকা নিঙ্গিনেরু হালেলুয়া জানা রে হারাই পেনুই দোনা হালেলুয়া জানা রে হারাই পেনুই দোনা উজেনে পেনুই জানা পড়ো আহনা ওহো আহনা পড়ো আহনা ভাইনে জুমাই যিশুরা জেজু আহনা পড়ো আহনা ওহো আহনা পড়ো আহনা ସମସ୍ତେ ପାଇଲେ କି ଆଉ ପ୍ରାର୍ଥନା କରିବା। ମଙ୍ଗଳମୟ ସଦାପ୍ରଭୁ ପରମେଶ୍ୱର ତୁମେ ସନ୍ନ୍ୟାଧିପତି ସଦାପ୍ରଭୁ ପ୍ରଭୁ ତୁମେ ଅବ୍ରାହ୍ମଙ୍କ ପରମେଶ୍ୱର ଇସାକର ପରମେଶ୍ୱର ଜାକବଙ୍କ ପରମେଶ୍ୱର ତୁମେ ଆମ ସମସ୍ତଙ୍କ ପ୍ରଭୁ ଅଟ ପ୍ରଭୁ ତୁମେ ଆଜି ଆମମାନଙ୍କୁ ଏ ରବିବାର ଉପାସନା ଦେଲ ପ୍ରଭୁ ତା ସହିତ ପ୍ରଭୁ ଆଜି ଉପାସନା ବି ଦେଲ ଆଜିକୁ 2000 ବର୍ଷ ପୂର୍ବରୁ ପ୍ରଭୁ ତୁମେ ଏ ଜଗତକୁ ପ୍ରଭୁ ଆସିକି ତୁମର ରକ୍ତ ତୁମର ଶରୀରକୁ ତୁମେ ବଳିଦାନ ଦେଇକି ପ୍ରଭୁ ତୁମେ ଆମକୁ ସମ୍ପୂର୍ଣ୍ଣ ପାପରୁ ମୁକ୍ତ କଲ ସଫା କରିଦେଲ ତୁମେ ଆମମାନଙ୍କୁ ଚିରକାଳ ପାଇଁ ସିଦ୍ଧ କଲ ପ୍ରଭୁ ତୁମେ ଆମକୁ ପବିତ୍ରକୃତ କଲ ମନୁଷ୍ୟ ନିଜର କାର୍ଯ୍ୟ ଦ୍ୱାରା ନିଜର ପରିଶ୍ରମ ଦ୍ୱାରା ନିଜର ବ୍ୟବହାର ଦ୍ୱାରା ପବିତ୍ର ହୋଇପାରିବ ନାହିଁ
କିନ୍ତୁ କେବଳ ଯୀଶୁଙ୍କ ରକ୍ତ ଦ୍ୱାରା ତା'ର ସମସ୍ତ ପାପକୁ ଧୋଇ ହେବ କହିକି ତୁମେ ଆମକୁ ପ୍ରତିଜ୍ଞା ଦେଇଅଛ ବାକ୍ୟରେ ପ୍ରଭୁ। ସେଥିପାଇଁ ପ୍ରଭୁ 2000 ବର୍ଷ ପୂର୍ବରୁ ଘଟିଥିବା ସେ କୃଷିୟ ମୃତ୍ୟୁକୁ ଆଜି ଆମମାନେ ସ୍ମରଣ କରିକି ଏ ରୁଟି ରାକ୍ଷସକୁ ପାନ କଲୁ ପ୍ରଭୁ। ଆଉ ତୁମର ସେ ବହୁମୂଲ୍ୟ ରକ୍ତକୁ ମନେ ପକାଉଛୁ ପ୍ରଭୁ। ତୁମ ରକ୍ତ ଦ୍ୱାରା ଆମର ଅନନ୍ତକାଳୀନ ପର୍ଯ୍ୟନ୍ତ ତୁମେ ମୁକ୍ତି ସାଧନ କରିଅଛ ପ୍ରଭୁ। ମଣ୍ଡଳୀ ଭିତରେ ଥିବା ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ତୁମେ ଅନୁଗ୍ରହ ଦେଇଅଛ। ତୁମେ ଆମମାନଙ୍କୁ ପରିତ୍ରାଣ ଦେଇକି ତୁମେ ମଣ୍ଡଳୀ ସ୍ଥାପନ କରିଅଛ ସବୁ। ଜଣକୁ ଜଣଙ୍କ ପାଇଁ ପ୍ରାର୍ଥନା କରୁଛି ଏ ଭାରତ ବର୍ଷରେ ପ୍ରଭୁ ଯେଉଁ ଜାଗାରେ ମଧ୍ୟ ମଣ୍ଡଳୀ ଗୁଡ଼ାକ ଅଛି ପ୍ରତ୍ୟେକ ମଣ୍ଡଳୀର ପ୍ରତ୍ୟେକ ଭାଇ ଭଉଣୀ ପାଇଁ ଆଉ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଅଛି। ଆଜି ପରେ ଆମେ ସମସ୍ତେ ପ୍ରଭୁ ସୁସମାଚାର ପାଇଁ ଆଗକୁ ବଢ଼ିପାରିବୁ ତାହା ତୁମର ଇଚ୍ଛା ପ୍ରଭୁ। ଆଜି ଆମେ ସାଉଲଙ୍କର କଥା ଯଦି ଶୁଣୁଥିଲୁ ଯେ ସାଉଲ ପ୍ରକୃତିରେ ପ୍ରଭୁଙ୍କର ବାକ୍ୟକୁ ସେ ପ୍ରତିଜ୍ଞାକୁ ସେ ରଖିକି ପ୍ରଭୁ ବାକ୍ୟକୁ ସେ ଆଜ୍ଞା ଲଙ୍ଘନ କରିକି ଆଉ ନିଜର ଚିନ୍ତାକୁ ବ୍ୟବହାର କରିକି ନିଜର ଶରୀରର ସ୍ୱର ଶୁଣିକି ସେ ସାମୁଏଲ ଯାହା କରିବା କଥା ତାହା ସେ ନିଜେ କରୁଅଛନ୍ତି। ଅଧିକାଂଶ ପ୍ରଭୁ ଲୋକମାନେ ପ୍ରଭୁ ଯୀଶୁଙ୍କର ଜାଗା ନିଜେ ରଖିକି ପ୍ରଭୁ ସେ ନିଜେ କାମ କରୁଛନ୍ତି ନିଜର ପାଇଁ ତାହା ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ପ୍ରଭୁ। ଆଜି ପ୍ରଭୁ ଆମମାନେ ବହୁତ ଧନ୍ୟବାଦ ଦେଉଛୁ ଯେ ତୁମେ ଆମକୁ ପ୍ରଭୁ ଏ ଚର୍ଚ୍ଚରେ ରଖିଅଛ। ଆଉ ଏ ଚର୍ଚ୍ଚରେ ପ୍ରଭୁ ତୁମ ପବିତ୍ର ଆତ୍ମା ଦ୍ୱାରା କଢ଼ିକି ନେଉଅଛ। ଆଗାମୀ ଦିନମାନଙ୍କରେ ମଧ୍ୟ ପ୍ରଭୁ ସେଠି ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି, ୟୁଥ୍ ମିଟିଂ ଅଛି ପ୍ରଭୁ, ୱାର୍କସପ୍ ଅଛି ଆଉ ସୁସମାଚାର ପ୍ରଚାର କରିବାର ମଧ୍ୟ ଅଛି। ପ୍ରତ୍ୟେକଙ୍କୁ ତୁମେ ବ୍ୟବହାର କର ଯେପରି ଏ ମୂଲ୍ୟବାନ ସୁସମାଚାର ପ୍ରଚାରିତ ହେବ। ଯେଉଁମାନଙ୍କର ମଧ୍ୟ ଦେହ ଅସୁସ୍ଥତା ଅଛନ୍ତି ପ୍ରଭୁ ସମସ୍ତଙ୍କୁ ତୁମେ ସ୍ମରଣ କର। ତୁମେ ସମସ୍ତଙ୍କ ପାଇଁ କାର୍ଯ୍ୟ କର। ଗୌରବ ସମ୍ଭ୍ରମ ତୁମେ ପାଅ। ଆଉ ବିଶେଷ କରି ପ୍ରାର୍ଥନା କରୁଅଛି ଯେପରି ଆମମାନେ ବାକ୍ୟରେ ବଶୀଭୂତ ହେବୁ ପ୍ରଭୁଙ୍କର ହୃଦୟକୁ ନେଇକି ବଞ୍ଚିବୁ ପ୍ରଭୁ। ସେଥିପାଇଁ ତୁମେ ଆମକୁ ସହବର୍ତ୍ତୀ ରହିକି ଆମ ପାଇଁ କାମ କର। ଆଉ ପ୍ରଭୁ ଯାହାର ମଧ୍ୟ ଦୁଃଖ କଷ୍ଟ ଅଭାବ ରୋଗ ସମସ୍ୟା ପରିସ୍ଥିତି ଅଛି ଯୀଶୁ ଖ୍ରୀଷ୍ଟଙ୍କ ନାଁରେ ତୁମେ ସମସ୍ତ ବିଷୟକୁ ସମାଧାନ ଦେଇଦିଅ। ଆଉ ଯେପରି ଆମେ ସମସ୍ତଙ୍କ ଦ୍ୱାରା ତୁମେ ଗୌରବାନ୍ୱିତ ହୁଅ ପ୍ରଶଂସିତ ହୁଅ ପ୍ରଭୁ। ଆଉ ଆମ ମୁଖରୁ ତୁମର ସାକ୍ଷ୍ୟ ଯେପରି ଅନ୍ୟମାନେ ଶୁଣିକି ତୁମକୁ ବିଶ୍ୱାସ କରିପାରିବେ ସେହି ପ୍ରକାର ଭାବରେ ଜୀବନଯାପନ କରିବା ପାଇଁ ତୁମେ ଆମକୁ ଅନୁଗ୍ରହ ଦିଅ। ଆଜିର ଉପାସନାକୁ ପ୍ରଭୁ ଆଉ ପ୍ରଭୁ ପାଇଁ ଆମେ ଧନ୍ୟବାଦ ଦେଇ ଏ ପ୍ରାର୍ଥନା ଉଦ୍ଧାରକର୍ତ୍ତା ନାଜରେଥ ଯୀଶୁ ଖ୍ରୀଷ୍ଟଙ୍କ ନାଁରେ ମାଗିଲୁ, ଆମେନ୍। ଧନ୍ୟବାଦ। ଆଉ ଆସନ୍ତାକାଲି ଆମଙ୍କର ବ୍ରହ୍ମପୁରରେ